Hello friends, welcome to my study channel The Achievers। So आज ଆମେ पॉलिटी रिवीजन माने प्री रिवीजन सीरीज टा स्टार्ट करूचे। तो एटा बेसिकली गोटे रिवीजन सीरीज ही हबो। तो एथि मु होलिस्टिकली माने सब चैप्टर वाइज कवर करबिनी, तो सेति पई सेटा टिके माइंड रे रखिबे। और ये रिवीजन टा मु बेसिक जेमति रिवीजन करंती चैप्टर वाइज हैला बेसिक बुक धरि कि लाइक लक्ष्मीकांत बुक हैला कि हमरो एनसीईआरटी हैला। तो ये सबको धरिकी मु प्रिपेयर तो करिछि, बट से अनुसार मु रिवीजन टा करैबिनी। एटा टिके मु गोटे रिवर्स टेक्नोलॉजी टा मु एते टेक्निक टा यूज करछि। रिवर्स टेक्निक माने कि मु क्वेश्चन केमति आछि सब से सब को एनालाइज करी तापरे क्वेश्चन को सॉल्व कर जो एरिया में फोकस करिसंती। तो जोटा बेसिक बियॉन्ड बेसिक बुक जहा भी सब अछि हमर बियॉन्ड बुक्स जो सब बेसिक ता ऊपर भी फोकस होउछि। न्यूज़पेपर रहला किछटा टर्म आसुछि धर न्यूज़पेपर, ତ ସେସବୁକୁ ନେଇକି ମୁଁ ଗୋଟେ ବନେଇଛି ଇନଫୋଗ୍ରାଫିକ୍ସ ଟାଇପର। ମୁଁ ଏଇଟା କରୁଛି, ଟ୍ରାଏ କରୁଛି ଏଇଟା ମୁଁ ଆପଣଙ୍କୁ ସବୁ ବୁଝେଇବା ପାଇଁ। ତ ଆଇ ହୋପ୍ ଏଇଟାକୁ ବହୁତ ହି ହେଲ୍ପଫୁଲ୍ ହବ। ତ ଏଇଟା ମାତ୍ର ଦି ତିନିଟା ମାତ୍ର 7-8ଟା ସ୍ଲାଇଡରେ ହିଁ ମୁଁ ରଖିଛି, ବଟ୍ ଏଇଟା ସବୁ ଡାଟା ଫୁଲ୍ ଅଛି ବହୁତ। ତ ମୁଁ ତାକୁ ଗୋଟେ ଗୋଟେ ପଏଣ୍ଟରେ ବୁଝିବାକୁ ଚେଷ୍ଟା କରିବି, ତ ସେଥିପାଇଁ ଆପଣ ସେଇଟା ମନେ ରଖିବାକୁ ଇଜି ହବ। ତ ଆଉ ମୁଁ କାହିଁକି ଏଇଟା ଏମିତି ବନଉଛି, ବିକଜ ମୁଁ ଦେଖୁଛି କି ମେଜର ଡିଫିକଲ୍ଟି ଯୋଉଟା ମୋ ପ୍ରିପାରେସନରେ ବି ହେଇଥିଲା, ଯୋଉମାନେ ପଲିଟିରେ ଭଲ ପଲିଟିରେ ତାଙ୍କର ଭଲ ହୁଏ, ଦେ ୱିଲ୍ ଗୋ ଥ୍ରୁ, ସେମାନେ ବହୁତ ବୁକ୍ ନ୍ୟୁଜ୍ ପେପର ଲିଙ୍କ କରି ବୁଝିପାରୁଛନ୍ତି। ଯୋଉମାନଙ୍କର ପଲିଟିରେ ଟିକେ ପ୍ରୋବ୍ଲେମ ଅଛି, ସେମାନେ ଏତେ ସାରା ଡାଟା ମାନେ ବହିରେ ଗୋଟେ ଚାପ୍ଟର ଦେଇଛି ଫଣ୍ଡାମେଣ୍ଟାଲ ରାଇଟ୍ ମନେକର ନିଅନ୍ତୁ, ସେ 20-40 ପେଜର ଫଣ୍ଡାମେଣ୍ଟାଲ ଦେଇଛି। ତ ଆମେ ଏଠି ପଢି ଗଲା ବେଳକୁ ସେଠି କଣ ନା କଣ ଜାଗା ଲ୍ୟାକ୍ ହେଇଯାଉଛି, ଟିକେ ବୁଝା ପଡୁନି, କନେକ୍ସନ ରହୁନି, ନ୍ୟୁଜ ପେପର ସହିତ ଲିଙ୍କ ହଉନି। ତ ସେଥିପାଇଁ ମୁଁ ଓଭରାଲି ଗୋଟେ ପେଜରେ ତାକୁ ରଖିଛି, ଯୋଉଥିରେ କି ଭିଜୁଆଲି ଆପଣ ସବୁ ଲିଙ୍କ କରିପାରିବେ, ତାର କଣ ଆମେଣ୍ଡମେଣ୍ଟ ଆସିଛି, କଣ ଚେଞ୍ଜେସ ଆସିଛି, ଏଇ ଜାଗାରେ ସବୁବେଳେ ଆମେ ଲଜ୍ ଆସୁଛି, ଲ ସହିତ କେମିତି କଣ ଲିଙ୍କ, ଯୋଉ ସବୁ ଆମର ଏକ୍ସାମିନର ମାନଙ୍କର ସେଟା ଫେଭରାଇଟ ଟପିକ। ମାନେ ମୁଁ ସେଥିପାଇଁ ଗୋଟେ ଅନକନଭେନସନାଲ ଆପ୍ରୋଚରେ ଗୋଟେ ପଢିବାକୁ ଟ୍ରାଏ କରୁଛି। ତ ସେଥିପାଇଁ ମୁଁ ଆଶା କରୁଛି ଏଇଟା ଆପଣଙ୍କୁ ଭଲ ଲାଗିବ। ଆଉ ଆପଣଙ୍କର ମୁଖ୍ୟତଃ ପ୍ରିପାରେସନ ଯୋଉଟା ଆପଣ ଜର୍ଣ୍ଣି ମାନେ ଓସିଏସ୍ ପ୍ରିଲିମ୍ସରେ ଆପଣଙ୍କର ବହୁତ ହେଲ୍ପଫୁଲ ହବ ବୋଲି ମୁଁ ଭାବୁଛି। ତ ତ ଏଇଟା ଏଇ 6ଟା ଟପିକ ଏଠି ମୁଁ କଭର କରିବି। ତ ଚାଲନ୍ତୁ ଷ୍ଟାର୍ଟ କରିବା। ଏଟା ହିଷ୍ଟୋରିକାଲ ବ୍ୟାକଗ୍ରାଉंड ହେଇଗଲା। ତ ହିଷ୍ଟୋରିକାଲ ବ୍ୟାକଗ୍ରାଉंड ଟା ଆମର ଏଥିପାଇଁ ଇମ୍पोର୍ଟାଣ୍ଟ ବିକଜ କମ୍ପାନୀ ରୁଲ୍ସ ଆଉ କମ୍ପାନୀ ରେଗୁଲେସନ୍स, ତାପରେ ଯୋଉ ଗଭର୍नमेंट ଅଫ इंडिया एक्ट ଆସିଲା, ସେ ସବୁ କୁ ସବୁ ଆମର କନଷ୍ଟିଟ୍यूशन ଫ୍ରେମିଂ ରେ ହେଲ୍ପ କରିଛି। ଆମେ କନଷ୍ଟିଟ୍यूशन ଓଭର ଦ ନାଇଟ୍ ଡ୍ରାଫ୍ଟର ମାନେ ବସିକି କରିନାହାନ୍ତି। ତ ସିଏ କେମିତି ଇଭଲ୍ୟୁସନ ଟା ହେଲା ସେ ଷ୍ଟୋରି ସେଟା କୁହେ। ତ ଇଭଲ୍ୟୁସନ ଟା ଆମେ ବୁଝିଗଲେ ବିଭିନ୍ନ ପ୍ରକାର ଆମର ଜିନିଷଟା ଆମେ ବୁଝିପାରିବା। ଲାଇକ ମୁଁ କହୁଛି କି ଆମର ଆଇପିସି ଏବେ କେମିତି ଅଛି, ଏବେ ଭାରତୀୟ ନ୍ୟାୟ ସଂହିତା ହେଇଛି, ତ ସେଟା କେମିତି ଇଭଲ୍ଭ ହେଲା ଆମର ଓଭର ଦ ଟାଇମ, ସେଟାକୁ ଆମକୁ ବୁଝିବାକୁ ପଡିବ କି ଆମର ଆଇପିସି କେମିତି ହେଇଥିଲା, ଇଣ୍ଡିଆନ ପେନାଲ କୋଡ କେମିତି ଡେଭଲପ ହେଇଥିଲା, କଣ ପାଇଁ ହେଇଥିଲା। ତ ଏତେ ଡିଟେଲ ତ ଦରକାର ନାହିଁ, ବଟ୍ ମୁଁ ସେ ଲିଙ୍କେଜଟା ଟିକେ ସେଇଟା ହିଁ ମୋର ମୁଖ୍ୟ ଫୋକସ, ସେଇଟା କେମିତି ବୁଝି ହେଇଯିବ। ତ ଚାଲନ୍ତୁ। ତ ଦେଖନ୍ତୁ କମ୍ପାନୀ ରୁଲ ଆମର 1773 ରୁ 1758 ପର୍ଯ୍ୟନ୍ତ ଆମର କମ୍ପାନୀ ରୁଲ କହୁଛନ୍ତି। ଆମର କମ୍ପାନୀ ଇଷ୍ଟ ଇଣ୍ଡିଆ କମ୍ପାନୀ ଷ୍ଟାର୍ଟ ହେଲା କହୁଛନ୍ତି 1757 ରୁ ଷ୍ଟାର୍ଟ ହେଲା ଆମର ବ୍ୟାଟେଲ ଅଫ ପଲାସି, ଆଉ 1764 ରେ ହେଲା ବ୍ୟାଟେଲ ଅଫ ବକ୍ସାର। ଏଇ ଦିଟା ଯୁଦ୍ଧ ଆମର ବ୍ରିଟିଶ ରୁଲ ପୁରା କଂକ୍ରିଟାଇଜ କରିଦେଲା ଆମର ଇଣ୍ଡିଆରେ। ତ ସେଥିପାଇଁ ତାପରେ ସେମାନେ ଲ ଜାଣିବା ଷ୍ଟାର୍ଟ କଲେ, ରେଗୁଲେଟ କରିବାକୁ ଷ୍ଟାର୍ଟ କଲେ। ତ କମ୍ପାନୀ ରୁଲ 1773 ରୁ 1858 ପର୍ଯ୍ୟନ୍ତ ଆସିଲା କମ୍ପାନୀ ରୁଲ। 1858 ରେ କଣ ହେଇଥିଲା, 57 ରେ ଆମେ ଜାଣିଛେ 1857 ରେ ଆମର ଫାଷ୍ଟ ୱାର ଅଫ ଇଣ୍ଡିପେଣ୍ଡେନ୍ସ ଯୋଉଟା କହୁଛନ୍ତି ସେଇଟା ହେଇଥିଲା। ତ ସିପାହୀ ବିଦ୍ରୋହ ଯୋଉଟା ସିପାହୀ ମିଟିନି, ତ ସିଏ ହେଇଥିଲା 1857। ତ ତାପରେ ମେଜର ଆମର ଚେଞ୍ଜେସ ଆସିଲା, ଆମର ଯୋଉ କ୍ରାଉନ ଅଣ୍ଡରକୁ ପଳେଇଲା ରୁଲଟା। ତାଙ୍କ ସେଠି ଯୋଉ ଆମର ବ୍ରିଟିଶ କ୍ରାଉନ ତାଙ୍କ ସେଠି ମୁଖ୍ୟ ରାଣୀ ଯୋଉ ଥିଲେ ତାଙ୍କ ଅଣ୍ଡରକୁ ପଳେଇଲା। ତ ଆଉ ଏଇଟା କନଷ୍ଟିଟ୍ୟୁସନାଲ ରୁଲ, ତଥାପି ତା ଭିତରେ 1909 ରୁ 1947 ଭିତରେ କିଛିଟା ରୁଲ ଆଣିଥିଲେ ଯେଟା ଦେଖିବା। ଏଟା କନଷ୍ଟିଟ୍ୟୁସନାଲି ମାନେ ପ୍ରୋଭିଜନକୁ କନଷ୍ଟିଟ୍ୟୁସନ ୱାଇଜ ଥିଲା କିଛି, ତ ସେ ସବୁ କନଷ୍ଟିଟ୍ୟୁସନାଲ ରୁଲ ବୋଲି କହୁଛନ୍ତି। ତ ଏ ତିନି ପ୍ରକାର ଜିନିଷ ଆମେ ଡିଫରେଣ୍ଟ ଡିଫରେଣ୍ଟ ଦେଖିବା। ତ ଏଠି ଟ୍ରେଡ ଟୁ ଟେରିଟୋରି, ସେମାନେ ଟ୍ରେଡ କରିବାକୁ ତ ଆସିଥିଲେ 1600, କିନ୍ତୁ 1757 ରେ ଦେଖନ୍ତୁ ସେ ତାପରେ 1764 ବ୍ୟାଟେଲ ଅଫ ବକ୍ସାର, ଯୋଉଥିରେ କି ଟ୍ରେଡ ରୁ ଟେରିଟୋରିକୁ ଆସିଲେ ସେମାନେ। ମାନେ ଟେରିଟୋରି ତାଙ୍କ ପ୍ରଥମ ହେଲା କଣ ନା ସେ ଦିୱାନୀ ରାଇଟ ପାଇଗଲେ ବେଙ୍ଗଲ, ବିହାର ଆଉ ଓଡିଶାରେ। ଏ ତ ଓଡିଶା ହିଷ୍ଟ୍ରି ଯେତେବେଳେ ସିରିଜଟା ଷ୍ଟାର୍ଟ କରିବି, ସେଇଟା ବି ମୁଁ ଏଇଠୁ ହିଁ ଷ୍ଟାର୍ଟ କରିବି କି ବ୍ରିଟିଶ ମାନେ ବା ଅଲଗା ରୁଲ ସବୁ କଲୋନିଆଲ ରୁଲକୁ ଓଡିଶାକୁ କେମିତି ଆସିଥିଲେ, ତାପରେ ବ୍ରିଟିଶ ସେମାନଙ୍କ ଉପରେ କେମିତି ହେଭି ହେଇକି ଆମର ଓଡିଶାକୁ ଅକ୍ତିଆର କରିଥିଲା, ମରାଠା ଠାରୁ ନେଇଯାଇଥିଲା ଯୋଉ 1803 ରେ, କେମିତି ନେଲା, କଣ ଚେଞ୍ଜେସ ଆସିଲା, ତାପରେ ଆମର ଯାହା ବି ସବୁ ଅଛି ସେଟା ମୁଁ କଭର କରିବି। ତ ତ ଏଇ ଯୋଉ ଦିୱାନୀ ରାଇଟ୍ ପାଇଗଲା, ଦିୱାନୀ ରାଇଟ୍ ମିନ୍ସ ଦିଟା ଜିନିଷ ବୁଝୁଥିଲା। ଗୋଟେ ହଉଛି ଆମର ରେଭେନ୍ୟୁ କଲେକ୍ସନ, ଲ୍ୟାଣ୍ଡ ରେଭେନ୍ୟୁ, ଆଉ ଗୋଟେ ହଉଛି ସିଭିଲ ଜଷ୍ଟିସ। ସିଭିଲ ଜଷ୍ଟିସ ମାନେ ସେଠିକାର ଏଇ ଜମିପଟା ରିଲେଟେଡ କିଛିଟା ଦ୍ୱନ୍ଦ୍ୱ ହେଲା, ତ ଏସବୁ ମ୍ୟାଟର ଉପରେ ସିଏ ପାଇଗଲେ ତାଙ୍କର ରାଇଟ୍। ତ ଏଇଠୁ ହିଁ ଷ୍ଟାର୍ଟ ହେଲା ସେ ତାଙ୍କର ରୁଲ। ତାପରେ ଯାହା ହେଲା ସେଟା ଆମେ ଜାଣିଛେ। ତ ଏଇଟା ହେଇଗଲା ଓଭରାଲି ଟ୍ରେଡ ଟୁ ଟେରିଟୋରି କେମିତି ହେଇଥିଲେ। ତାପରେ ଡୁଆଲ ଗଭର୍ଣ୍ଣମେଣ୍ଟ ସିଷ୍ଟମ ସେ କରିଥିଲେ, ଯୋଉ ଦିୱାନୀ, ଦିୱାନୀ ମାନେ ରେଭେନ୍ୟୁ କଲେକ୍ସନ ସିଷ୍ଟମ କମ୍ପାନୀ କରୁଥିଲା, ଆଉ ନିଜାମତ ମାନେ ଲ ଆଉ ଅର୍ଡରଟା ଏଟା ନବାବ ବୁଝୁଥିଲେ। ତ ଏଇ ଯୋଉ ତିନିଟା ଜାଗାରେ ଡୁଆଲ ଗଭର୍ଣ୍ଣମେଣ୍ଟ ସିଷ୍ଟମ ହେଇଗଲା 1765 ରୁ ସେ ଚାଲିଲା। ମାନେ ଏଇଠୁ ଗୋଟେ ଡୁଆଲ ଫର୍ମ ଅଫ ଗଭର୍ଣ୍ଣମେଣ୍ଟ ବୁଝନ୍ତୁ। ଗଭର୍ଣ୍ଣମେଣ୍ଟ ତ ଗୋଟେ ଅଛି ଯୋଉଟା କି ନବାବ ସମ୍ଭାଳୁଛନ୍ତି, କିନ୍ତୁ ସେଠି ଏଇ ଦିୱାନୀ ରାଇଟ କମ୍ପାନୀ ସମ୍ଭାଳୁଛି, ଯାହା ଉପରେ ଆଙ୍କର ନବାବଙ୍କର କିଛି କହିବାର ନାହିଁ। ତ ଏଇ ସବୁ ଡୁଆଲ ଗଭର୍ଣ୍ଣମେଣ୍ଟ ସିଷ୍ଟମ ଚାଲିଥିଲା ବେଙ୍ଗଲରେ 1765 ରୁ ସେଟା ଷ୍ଟାର୍ଟ ହେଇଗଲା।
ତାପରେ consequences ହେଲା corruption, exploitation, famine of Bengal 1777 ଏଇ ଯୋଉ dual government ଏଇଟା ଟୋଟାଲ ଗୋଟେ ଫେଲିୟର। ଜଣେ ବୁଝୁଛି ସିଭିଲ ରାଇଟ୍ ଲ୍ୟାଣ୍ଡ ରେଭିନ୍ୟୁ ନେଲାଣି, ଆଉ ଜଣଙ୍କ ହାତରେ ଖାଲି ଆଡମିନିଷ୍ଟ୍ରେସନ। ପଇସା ଯୋଉଠି ସେଠି ମାନେ ସବୁ ପ୍ରକାର ପାୱାର ରହିବା କଥା। ତ ସେ ନିଜେ ଇଏ ଜମି କଥା ବୁଝିଲେନି କି ସିଏ ଅଲଗା କଥା ବୁଝିଲେନି। ତ କରପସନ ବଢିଲା, ଏକ୍ସପ୍ଲୋଇଟେସନ ବଢିଲା, ଫେମିନ୍ ବେଙ୍ଗଲ ଫେମିନ୍ 1770 ରେ ହେଲା। ତାପରେ ଆମର ଓଡିଶାରେ ବି ନଅଙ୍କ ଦୁର୍ଭିକ୍ଷ ପଡିଥିଲା। ତାପରେ ଆଡମିନିଷ୍ଟ୍ରେଟିଭ କୋଲାପ୍ସ, ଯାହା ଫଳରେ କଣ ହେଲା ନା ବ୍ରିଟିଶ ଆସିଲା, ପାର୍ଲିଆମେଣ୍ଟ ସେଠି ଇଣ୍ଟରଭେନ କରିବାକୁ ଚେଷ୍ଟା କଲା। କାହିଁକି ନା ସେ କମ୍ପାନୀ ଦେଖାଗଲା ସେଠି ସେତେବେଳେ ଆପଣଙ୍କୁ ବୁଝିବାକୁ ପଡିବ ଯେ ବ୍ରିଟିଶ ଏଠି ଆସି ଏମିତି ରୁଲ କରୁଥିଲେ, କିନ୍ତୁ ସେଠି ତାଙ୍କର ଗୋଟେ ଗଭର୍ଣ୍ଣମେଣ୍ଟ ଥିଲା, କନଷ୍ଟିଟ୍ୟୁସନାଲ ଗଭର୍ଣ୍ଣମେଣ୍ଟ ଥିଲା, ଯୋଉଠି ପାର୍ଲାମେଣ୍ଟରେ ସବୁ ଜିନିଷ ହଉଥିଲା ତାଙ୍କର। ତ ସେଠି ସେ ଯୋଉ କମ୍ପାନୀ ମାନେ ଏତେ ଏଠୁ ଏକ୍ସପ୍ଲୋଇଟ କରିକି ଏତେ ଧନୀ ହେଇଗଲେ କମ୍ପାନୀର ଲୋକମାନେ, ତ ସେଠି ତାଙ୍କ ଭିତରେ ବି ଇସ୍ୟୁ ଷ୍ଟାର୍ଟ ହେଇକି ସେଠି ଇଣ୍ଟରଭିନ କଲା ବ୍ରିଟିଶ ପାର୍ଲାମେଣ୍ଟ ଥ୍ରୋ କ୍ରାଉନ। ବ୍ରିଟିଶ ପାର୍ଲାମେଣ୍ଟ ମୁଖ୍ୟତଃ କଲା, କ୍ରାଉନ ଟା ପରେ ଆସିବ। ତ ସିଏ ରେଗୁଲେଟ କରିବାକୁ ଚେଷ୍ଟା କଲା ଆମର ଏ କମ୍ପାନୀର ଆକ୍ଟ ଗୁଡାକୁ। ସେ କଣ ଏଠି କେମିତି କରିବ। ତ ବେସିକାଲି ବୁଝିବ ଆମର ଯୋଉ 1773 ରୁ 1858 ପର୍ଯ୍ୟନ୍ତ ଗୋଟେ କମ୍ପାନୀ, ଇଷ୍ଟ ଇଣ୍ଡିଆ କମ୍ପାନୀ ହିଁ ଟୋଟାଲ ଓଡିଶା ଉପରେ ରାଜ କରୁଥିଲା। ତ ଏଇଟା ଜାଣିବାକୁ ଯେତେ ମାନେ ତମକୁ ଭଲ ନ ଲାଗିଲେ ବି ଏଇଟା ହିଁ ଗୋଟେ କମ୍ପାନୀ ଆସିକିରି ହିଁ ଏଠି ଆକ୍ଟ କରୁଥିଲା। ତ ତାକୁ ଏବେ ଇନିସିଆଲ ଫେଜ ରେ ତ ସେ କମ୍ପାନୀଟା ସେତେ ପାୱାରଫୁଲ ହେଇଥିବ, ତାର ସେତେ ସେଠି ଇଂଲଣ୍ଡରେ ତାର ସେତେ ଇନଫ୍ଲୁଏନ୍ସ ଥିବ, ତ ତାକୁ ପୁରା ଟେକ୍ ଓଭର କରିପାରୁନଥିଲା। ତ ତାକୁ ଗଭର୍ଣ୍ଣମେଣ୍ଟ ଚାହିଁଲା ରେଗୁଲେଟ କରିବା ପାଇଁ। ସେଥିପାଇଁ ଆମର ରେଗୁଲେଟିଂ ଆକ୍ଟ ସବୁ ଆସୁଥିଲା। ତ ଏଇଟା ମନେ ରଖିବେ। ତ ଏଇ ଯୋଉ ୱାର୍ଡ ରେଗୁଲେଟରୀ କଣ, ଇଷ୍ଟ ଇଣ୍ଡିଆ ଆକ୍ଟ ପରେ ତାପରେ ଚାର୍ଟର ଆକ୍ଟ କଣ, ଏଇଟା ସବୁ ଏଇ ନାଁ ମନେ ରଖିଲେ ହିଁ ଆମେ ଜାଣିଯିବା ସେ ସିଷ୍ଟମ ସବୁ କଣ। ତ ପ୍ରଥମେ ଦେଖନ୍ତୁ ରେଗୁଲେଟିଂ ଆକ୍ଟ କାହିଁକି ଅଣାଯାଇଥିଲା, କମ୍ପାନୀର ଆକ୍ଟକୁ ରେଗୁଲେଟ କରିବା ପାଇଁ ପ୍ରଥମ ଆକ୍ଟ ଏଟା ଅଣାହେଲା। ଗଭର୍ଣ୍ଣର ଅଫ ବେଙ୍ଗଲ ବିକେମ୍ ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ। ତ ଏଇଟା ମନେ ରଖିବା। ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ ମାନେ କଣ, ସେ ତାଙ୍କୁ ଅଧିକା ପାୱାର ଦିଆଗଲା। ତ ଗଭର୍ଣ୍ଣରରୁ ଗଭର୍ଣ୍ଣର ଜେନେରାଲ ଫାଷ୍ଟରେ ତାଙ୍କୁ କରାଗଲା। 4 ମେମ୍ବର ଏକ୍ଜିକ୍ୟୁଟିଭ ବଡି, ଏଇଟା କାହିଁକି ଦିଆଗଲା ନା ଜଣେ ଲୋକ ଗଭର୍ଣ୍ଣର ଥିଲା, ସିଏ ତାକୁ ସବୁ ଜିନିଷ ବୁଝୁଥିଲା, ତାର କିଛି ଟ୍ରାନ୍ସପାରେନ୍ସି ନଥିଲା, ଆକାଉଣ୍ଟେବିଲିଟି ନଥିଲା। ତ ସେଥିପାଇଁ ତାକୁ ଗୋଟେ ଏକ୍ଜିକ୍ୟୁଟିଭ କାଉନସିଲ ଟାଇପର ଗୋଟେ ଦିଆଗଲା, ଯୋଉଥିରେ କି ସେ 4ଟା ମେମ୍ବର ରହିବେ, ଗୋଟେ ଗଭର୍ଣ୍ଣର ଜେନେରାଲ ରହିବେ ପ୍ଲସ୍ 4 ମେମ୍ବର ଏକ୍ଜିକ୍ୟୁଟିଭ କାଉନସିଲ ରହିବେ। ତ ଏଠି ସେ ମିଟିଂ କରିବେ, ଡିସାଇଡ କରିବେ ସବୁ କଣ ହବ କଣ ନାହିଁ। ପାୱାର ତ ରହୁଥିଲା ଗଭର୍ଣ୍ଣର ଜେନେରାଲଙ୍କ ହାତରେ, ବଟ୍ ଏକ୍ଜିକ୍ୟୁଟିଭ କାଉନସିଲ ବି ତାକୁ ଦିଆଗଲା। ବମ୍ବେ ଆଣ୍ଡ ମାଦ୍ରାସ ସବୋର୍ଡିନେଟ, ମାନେ ବମ୍ବେ ଯୋଉ ଆମର ଥିଲା, ବମ୍ବେ ଗୋଟେ ପ୍ରୋଭିନ୍ସ ଥିଲା, ମାଦ୍ରାସ ଗୋଟେ ପ୍ରୋଭିନ୍ସ ଥିଲା, ତାକୁ ବେଙ୍ଗଲ ଅଣ୍ଡରକୁ ନିଆହେଇଗଲା। ଏ ତିନିଟା ଅଲଗା ଅଲଗା ଭାବେ ହଉଥିଲା, କମ୍ପାନୀ ରୁଲ ଅଣ୍ଡରରେ ସବୁ କିଛି ବିଛେଇ ହେଇକି ଥିଲା। ଏଇଠି ତାକୁ କମ୍ପାନୀ ରୁଲକୁ ପୁରା କନସୋଲିଡେସନ କରିବାକୁ ଟ୍ରାଏ କରିଥିଲେ। ତ ସେଥିପାଇଁ ସେ ବେଙ୍ଗଲ ଆଉ ବମ୍ବେକୁ ଯୋଉ ବେଙ୍ଗଲ ଅଣ୍ଡରକୁ ନେଇ ଆସିଲେ ତମର ବମ୍ବେ ଆଉ ମାଦ୍ରାସ। ତ ଏଇଟା ଟୋଟାଲ ସିଷ୍ଟମଟା ହେଇଗଲା। ତାପରେ ସୁପ୍ରିମ କୋର୍ଟ ଅଫ କାଲକାଟା ଏଇଠି ହେଲା। ସୁପ୍ରିମ କୋର୍ଟ ଅଫ କାଲକାଟା 1774 ଏଷ୍ଟାବ୍ଲିଶ ହେଇଗଲା। ଏଇଟା ଇମ୍ପୋର୍ଟାଣ୍ଟ, ଏଇଟା ମନେ ରଖିବେ। ଦେନ୍ ଦେନ୍ ଆସିଲା 1781 ଆମେଣ୍ଡିଂ ଆକ୍ଟ। ଆମେଣ୍ଡିଂ ଆକ୍ଟ କାହାକୁ କରୁଛି, ଏହାକୁ ସେ ଆମେଣ୍ଡ କଲା, କିଛିଟା ଚେଞ୍ଜ କଲା ଏଥିରେ। କଣ, ଆକ୍ଟ ଅଫ ସେଟଲମେଣ୍ଟ କହୁଛନ୍ତି ସେଠି। ଏଠି କଣ ହେଲା, ରିଜଲ୍ଭ କନଫ୍ଲିକ୍ଟ ବିଟୱିନ୍ ସୁପ୍ରିମ କୋର୍ଟ ଆଣ୍ଡ ଗଭର୍ଣ୍ଣର୍ସ ଜେନେରାଲ କାଉନସିଲ। ଗଭର୍ଣ୍ଣରଙ୍କର ଯୋଉ ଜେନେରାଲ କାଉନସିଲ ଥିଲା ଆଉ ଏକ୍ଜିକ୍ୟୁଟିଭ କାଉନସିଲ, ଏଠି ଗଭର୍ଣ୍ଣରଙ୍କର ଗୋଟେ ଏକ୍ଜିକ୍ୟୁଟିଭ କାଉନସିଲ ଏଇଠି ଏଷ୍ଟାବ୍ଲିଶ ହେଲା। ଏଇଟା ମନେ ରଖିଲେ। ଏଟା ଏକ୍ଜିକ୍ୟୁସନ ଟାଇପର କାମ କରିବ। ତାପରେ ଏଠି ଯେ ଗଭର୍ଣ୍ଣର ଯୋଉ ଜେନେରାଲ କାଉନସିଲ ହେଲା, ଏଇଟା ତାଙ୍କର ଗୋଟେ ଛୋଟ କ୍ୟାବିନେଟ ଟାଇପର ବା ପାର୍ଲାମେଣ୍ଟ, କ୍ୟାବିନେଟ ତ ନୁହେଁ, ଛୋଟ ପାର୍ଲାମେଣ୍ଟ ଡିସିଜନ ମେକିଂ ବଡି ଟାଇପର ଗଭର୍ଣ୍ଣର ଜେନେରାଲ କାଉନସିଲ ଥିଲା। ତ ସେଥିରେ ତାଙ୍କର କିଛି ଜୁଡିସିଆଲ ପାୱାର ବି ଥିଲା। ତ ସେଠି ଯୋଉ ସୁପ୍ରିମ କୋର୍ଟକୁ ବସେଇ ଦେଲେ, ଆଉ ଏଠି ଗଭର୍ଣ୍ଣର ଜେନେରାଲ ଏଠି ତାଙ୍କର କାଉନସିଲ ଥିଲା, ତ ତା ଭିତରେ କନଫ୍ଲିକ୍ଟ ହେଲା। ତ ସେ କନଫ୍ଲିକ୍ଟକୁ ରିଜଲ୍ଭ ଏଥିରେ କରାହେବା ପାଇଁ ଏଇଟା ଆସିଲା। ତାପରେ ସୁପ୍ରିମ କୋର୍ଟ ଜୁରିସଡିକ୍ସନ ଲିମିଟେଡ, ତ ତାକୁ ବି ଲିମିଟେଡ ସୁପ୍ରିମ କୋର୍ଟର କରିଦେଲେ ଲିମିଟେଡ, ଗଭର୍ଣ୍ଣର ଜେନେରାଲ କାଉନସିଲ କେତେ କରିବ ସେଇଟା ଲିମିଟେଡ ହେଇଗଲା। ତ ରିକଗ୍ନାଇଜ୍ଡ ପର୍ସନାଲ ଲଜ ଅଫ ଇଣ୍ଡିଆନ୍ସ, ଇଣ୍ଡିଆନ ମାନଙ୍କର ପର୍ସନାଲ ଲ କହିଲେ କଣ ବୁଝେ, ମ୍ୟାରେଜ, ଇନହେରିଟାନ୍ସ, ଯେ କିଏ ଜମି କାହାକୁ ଯିବ, ମ୍ୟାରେଜ କେମିତି ହବ, ତାର କଣ ରୁଲ ସବୁ ଅଛି, ମ୍ୟାରେଜ ରେଜିଷ୍ଟ୍ରେସନ, ଇଏ ସେ ସବୁ ପର୍ସନାଲ ଲଜ କୁହନ୍ତି। ତ ସେ ସବୁକୁ ରିକଗ୍ନାଇଜ ଫାଷ୍ଟ କରାଗଲା। ଏଇଠି ମନେ ରଖିବେ ଜୁଡିସିଆଲ ଏକ୍ଜିକ୍ୟୁଟିଭ କନଫ୍ଲିକ୍ଟ ରିଡ୍ୟୁସ୍ଡ। କନଫ୍ଲିକ୍ଟ ଏଠି ତାମାନେ ଏଠି ତାକୁ ଯୋଉ କନଫ୍ଲିକ୍ଟ ଷ୍ଟାର୍ଟ ହେଲା ତାକୁ ଏଠି ରିଜଲ୍ଭ କରାଗଲା। ତାମାନେ ଧୀରେ ଧୀରେ ସେ କନସୋଲିଡେସନଟା ଚାଲିଛି। ତାପରେ ଆସିଲା 1781 ପରେ 1784 ପିଟ୍ସ ଇଣ୍ଡିଆ ଆକ୍ଟ। 1784 ପିଟ୍ସ ଇଣ୍ଡିଆ ଆକ୍ଟରେ ମେଜର ଜିନିଷ କିଛିଟା ଅଣାହେଇଛି। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଆକ୍ଟ, ମନେ ରଖିବେ। 1 ପରେ 3 ଏଥିରେ ଡୁଆଲ କଣ୍ଟ୍ରୋଲ ସିଷ୍ଟମ ଇଣ୍ଟ୍ରୋଡ୍ୟୁସ୍ଡ। ଡୁଆଲ କଣ୍ଟ୍ରୋଲ ସିଷ୍ଟମ କଣ, ବୋର୍ଡ ଅଫ କଣ୍ଟ୍ରୋଲ ବାଇ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଆଉ କୋର୍ଟ ଅଫ ଡିରେକ୍ଟର୍ସ ବାଇ କମ୍ପାନୀ। ତ ଏଠି କ୍ଲିୟର ଡିଭିଜନ କରାଗଲା ଯେ ଏଠି କଣ ହଉଥିଲା, ଆ ପୂର୍ବରୁ 1773 1781 କି କମ୍ପାନୀ ଥ୍ରୋରେ ଆମର କମ୍ପାନୀକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଥିଲା ଗଭର୍ଣ୍ଣମେଣ୍ଟ। ଏଇଠି ଆମେ ଦେଖିବେ କି କେମିତି ପାର୍ଲାମେଣ୍ଟ ଧୀରେ ଧୀରେ ପାୱାରଟା ନଉଛି। ତ ଏଠି କଣ କଲା, କମ୍ପାନୀକୁ ଟୋଟାଲ ବାଇଫର୍କେସନ କରିଦେଲା। କମ୍ପାନୀ ଗୋଟେ ଜିନିଷ ଦେଖିବ, ସିଏ ହଉଛି କୋର୍ଟ ଅଫ ଡିରେକ୍ଟର୍ସ, ଏଇଟା କମ୍ପାନୀ। ଏଇଟା ମନେକର ଆମେ କହିବା କି ଇଣ୍ଡିଆର ପାୱାର କେମିତି କୋର୍ଟ ଅଫ ଡିରେକ୍ଟରଙ୍କ ଦ୍ୱାରା ହବ, ଆଉ ବୋର୍ଡ ଅଫ କଣ୍ଟ୍ରୋଲ ଗୋଟେ ହବ, ସେ ହଉଛି ବ୍ରିଟିଶ ଗଭର୍ଣ୍ଣମେଣ୍ଟ। ଏଇଟା ବ୍ରିଟିଶ ଗଭର୍ଣ୍ଣମେଣ୍ଟ, ଏଇଟା କମ୍ପାନୀ ଇଷ୍ଟ ଇଣ୍ଡିଆ। ତ
ସେ EIC ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ସେ COT ହବ। ତ ଏଇଟା ମନେ ରଖିଲେ ଇଷ୍ଟ ବୋର୍ଡ ଅଫ୍ କଣ୍ଟ୍ରୋଲ ଆଉ କୋର୍ଟ ଅଫ୍ ଡିରେକ୍ଟର୍ସ ମାନେ ଡିଫରେଣ୍ଟ। B ଆଉ C, B ମାନେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ, C ମାନେ EIC କମ୍ପାନୀ, C ମାନେ କମ୍ପାନୀ, ଏମିତି ମନେ ରଖନ୍ତୁ। B ମାନେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ, C ମାନେ କମ୍ପାନୀ। ତ ଏଇଟା କୋଉଠି ହେଇଥିଲା? ଇଷ୍ଟ ଇଣ୍ଡିଆ ଆକ୍ଟ 1784। ତ ଏଇଟା ତାଙ୍କର ଆହୁରି କନସୋଲିଡେସନ ହେଲା, ଗଭର୍ଣ୍ଣମେଣ୍ଟ ତା ହାତକୁ ଆହୁରି ପାୱାର ହେଲା। ତାପରେ 1793 ଚାର୍ଟର ଆକ୍ଟ। ଏଇଠି ମନେ ରଖିବେ, ଦେଖନ୍ତୁ ଚାର୍ଟର ଆକ୍ଟ 1793 ଗୋଟେ ଅଛି, 1813 ଗୋଟେ ଅଛି। ଡିଫରେନ୍ସ କେତେ ନା 20 ବର୍ଷର ଡିଫରେନ୍ସ। 20 ବର୍ଷର। ଏଠି 1773 ଗୋଟେ ହେଇଥିଲା ଆଉ 1793, ଏଠି ବି 20 ବର୍ଷର ଡିଫରେନ୍ସ। ତା ମାନେ ଯୋଉ ଚାର୍ଟର ମାନେ ଯୋଉ ପରମିଶନ କମ୍ପାନୀକୁ ଦିଆଯାଏ, ପରମିଶନ କି ଯାଇକିରି ତମେ ସେଠି ଟ୍ରେଡ କର। ତ ଏଇଟା ଟ୍ରେଡ ରିଲେଟେଡ ଆସ୍ପେକ୍ଟ କୁ ସବୁ ରେଗୁଲେଟ କରାଯିବ। ତ ସେଇଟା ଏଇ ଚାର୍ଟର ଆକ୍ଟ ମାଧ୍ୟମରେ ଦେଖନ୍ତୁ, କମ୍ପାନୀ ରୁଲ ଏକ୍ସଟେଣ୍ଡେଡ ଫର 20 ଇୟର୍ସ। କମ୍ପାନୀ ରୁଲକୁ ଆହୁରି 20 ଇୟର୍ସ ମାନେ ବଢାଗଲା। ଗଭର୍ଣ୍ଣର ଜେନେରାଲ କାଉନସିଲ, ମନେ ରଖିବେ ଦିଟା କାଉନସିଲ ମୁଁ ସବୁବେଳେ କହିଲି, ଗୋଟେ ଗଭର୍ଣ୍ଣର ଜେନେରାଲ କାଉନସିଲ ଆଉ ଗୋଟେ ଏକ୍ଜିକ୍ୟୁଟିଭ କାଉନସିଲ। ଗଭର୍ଣ୍ଣର ଜେନେରାଲ କାଉନସିଲ ମାନେ ସେଇଟା ଗୋଟେ ଟାଇପ ଅଫ ଛୋଟ ପାର୍ଲିଆମେଣ୍ଟ ହବ, ଆଉ ମାନେ କ୍ୟାବିନେଟ ଡିସିସନ ସବୁ ସେଠି ନିଆଯିବ। ଏକ୍ଜିକ୍ୟୁଟିଭ କାଉନସିଲ ମାନେ ପାର୍ଲିଆମେଣ୍ଟ, ଗଭର୍ଣ୍ଣର ଜେନେରାଲ ତ ପାର୍ଲିଆମେଣ୍ଟ, ଏକ୍ଜିକ୍ୟୁଟିଭ କାଉନସିଲ ମାନେ ଟାଇପ ଅଫ ସିଏ ଇମ୍ପ୍ଲିମେଣ୍ଟ କରିବେ ସେଠି ସବୁ। କାଉନସିଲ ଅଫ ମିନିଷ୍ଟର ଭଳିଆ ଭାବିବେ ଏଇଟା। ଇଏ ମିନିଷ୍ଟର ମାନେ ସେଠି ରହିଲେ, ଯୋଉଟା ଆଗକୁ ଯାଇକି ହିଁ ପାର୍ଲିଆମେଣ୍ଟର ସେପ୍ ନବ। ଏଇଟା ଏଇଟା କେମିତି ହବ ସେଟା ଦେଖିବା। ତ ଗଭର୍ଣ୍ଣର ଜେନେରାଲ କାଉନସିଲ ଷ୍ଟ୍ରେନ୍ଥେନ କରାଗଲା, ଆହୁରି ମେମ୍ବର ମାନଙ୍କୁ ବଢାଗଲା। କମାଣ୍ଡର ଇନ ଚିଫ କୁଡ ବି ଏ ମେମ୍ବର ଅଫ କାଉନସିଲ। ତ କମାଣ୍ଡର ଅଫ ଚିଫ ମାନେ ଯିଏ କି ସେଠି ଆର୍ମି ଆସି ସମ୍ଭାଳୁଥିଲା, ଯାହା ଯିଏ କାହା ଅଣ୍ଡରରେ ଥିଲେ, ଆର୍ମି ଆମର କମ୍ପାନୀ ଅଣ୍ଡରରେ ଥିଲେ, ତ ସିଏ ଆମର ଏଇ ଗଭର୍ଣ୍ଣର ଜେନେରାଲର ଜେନେରାଲ କାଉନସିଲର ଗୋଟେ ମେମ୍ବର ହେଇପାରିବ ବୋଲି ହେଲା। ପାୱାର୍ସ ଅଫ ଗଭର୍ଣ୍ଣର ଜେନେରାଲ ଇନକ୍ରିଜଡ। ତ ଗଭର୍ଣ୍ଣର ଜେନେରାଲଙ୍କର ପାୱାର ଆହୁରି ବଢିଲା। ତାପରେ ଚାର୍ଟର ଇଣ୍ଡିଆ ଆକ୍ଟ 1813 ଚାର୍ଟର ଆକ୍ଟ। ଟ୍ରେଡ ମନୋପୋଲି, ଏଠି ବି ସେଇ ଏଇଟା ମୁଁ କହିଛି କଣ ନା, ଏଇଟା ସେଇ ଚାର୍ଟର ଆକ୍ଟ ଲେଖା ହେଲା ମାନେ ଏଇଟା ଟ୍ରେଡ ରିଲେଟେଡ ଆସ୍ପେକ୍ଟକୁ ସବୁବେଳେ କଣ୍ଟ୍ରୋଲ କରିବ। ଏଠି ଟ୍ରେଡ ମନୋପୋଲି ଏକ୍ସଟେଣ୍ଡେଡ ଏକ୍ସେପ୍ଟ ଟି ଆଣ୍ଡ ଚାଇନା ଟ୍ରେଡ। ଯୋଉ ଟି ଟ୍ରେଡ ଆଣ୍ଡ ଚାଇନା ଟ୍ରେଡ, ଏଇଟା କଣ ହେଲା? ଟ୍ରେଡ ମନୋପୋଲି ଥିଲା ମାନେ ଏଠି ଆସିକି ବାହାରେ ଇଣ୍ଡିଆ ହେଲା, ଚାଇନା ହେଲା, ସେଠି କେବଳ ଇଷ୍ଟ ଇଣ୍ଡିଆ କମ୍ପାନୀ ହିଁ ଟ୍ରେଡ କରିପାରିବେ। ମନୋପୋଲି କାହିଁକି? ଦେଖନ୍ତୁ ବ୍ରିଟିଶରେ ବହୁତ କମ୍ପାନୀ ଥିଲା, ଇଷ୍ଟ ଇଣ୍ଡିଆ କମ୍ପାନୀ ତା ଭିତରୁ ଗୋଟେ ଥିଲା, ଆହୁରି ବହୁତ ସାରା କମ୍ପାନୀ ଥିଲା। ତାଙ୍କର ସକ୍ସେସ ଦେଖିକିରି ସେମାନେ ବି ଆସୁଥିଲେ, ବଟ୍ ଇଏ ତାକୁ ପ୍ୟାଟେଣ୍ଟ କରିନେଲା ବେଳେ ଇଣ୍ଡିଆ ଆମ ନାଁରେ ପ୍ୟାଟେଣ୍ଟ, ଚାଇନା ଆମ ନାଁରେ ପ୍ୟାଟେଣ୍ଟ, ଆଉ କେହି କମ୍ପାନୀ କରିପାରିବେନି। ତ ଏଇଭଳିଆ ସିଷ୍ଟମ ଚାଲିଥିଲା। ତ ତାକୁ ମନୋପୋଲି କଲେ ମାନେ ଆମର ଇଣ୍ଡିଆ ଉପରେ ଯୋଉ ମନୋପୋଲି ଥିଲା ସେଇଟା ହେଲା, କିନ୍ତୁ ଟି ହଟେଇଦେଲା। ସେଠି ପାର୍ଲାମେଣ୍ଟରେ ଏତେ କମ୍ପାନୀ ଥିଲା, ଏତେ ଯାହା ବଢିଆ, ସେଟା ଗୋଟେ କମ୍ପାନୀ କରିବା ବହୁତ କରପ୍ସନ ନାହିଁ, ତାକୁ ଆମେ ଅଲଗା କମ୍ପାନୀ ମାନେ ବି କରିପାରିବେ। ତ ଟି ର ମନୋପୋଲିଟା ଏଣ୍ଡ ହେଲା, ଆଉ ଚାଇନାର ଟ୍ରେଡଟା ବି ଏଣ୍ଡ ହେଲା। ମାନେ ଚାଇନା ଉପରେ ଆଉ ମନୋପୋଲି ରହିଲାନି। ଚାଇନା ଥ୍ରୁ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ତାର ଚାହିଁଲେ ଡାଇରେକ୍ଟ ଟ୍ରେଡ କରିପାରିବ କି କଣ ହେଲା। ତ ଏସବୁ ଚାଇନା ଆଉ ସହିତ ଏଣ୍ଡ ହେଲା 1813ରେ। ତାପରେ ଖ୍ରୀଷ୍ଟିଆନ ମିଶନାରୀ ଚାଲାଉଡ, ଯୋଉଠୁ ଯେତେବେଳେ ସିଏ କହିଲେ କି ଆମେ ଚାଲ ଧର୍ମ ପ୍ରଚାର ବି କରିବା, କାହିଁକି ଖାଲି ଏତିକି ରହିବା। ତ ଧର୍ମ ପ୍ରଚାର ବି ଷ୍ଟାର୍ଟ ହେଲା 1813ରୁ। 1 ଲାଖ ପ୍ରମୋସନ ଫର ଏଜୁକେସନ। ସେ ଏଜୁକେସନ ବି ଏଠି ଗଭର୍ଣ୍ଣମେଣ୍ଟ ପଶିଲା ମାନେ ଭାବନ୍ତୁ, ସେ ଟିକେ ଖରାପ ସହିତ ସେ ଭଲ ବି ଚାହିଁବ। ଭଲ କାହିଁ ଚାହିଁବ? ଯେମିତି ଲାଭ ଗଭର୍ଣ୍ଣମେଣ୍ଟର ହଉ ପଛେ, କିନ୍ତୁ ସିଏ ଚାହୁଁଛି କି ଆମେ ଏଇଠିକାର ଲୋକଙ୍କୁ ଏମ୍ପ୍ଲୟ କରିକିରି ଆମେ କରିବା, କାମ କରିବା, ଏଠୁ କାହିଁ ଏତେ ଯିବେ। ତ ସେଇଥିପାଇଁ ସେ 1 ଲାଖ ଏଜୁକେସନ ପାଇଁ ଥିଲା, କି ସେ ଏଠି ଏଜୁକେସନ ଷ୍ଟାର୍ଟ ହେଲେ କିଛି ଲୋକ ବଢିବେ ଆଗକୁ, କମ୍ପାନୀ ରୁଲରେ ହିଁ ହେଲ୍ପ ହବ, ବା ବ୍ରିଟିଶ ଗଭର୍ଣ୍ଣମେଣ୍ଟ ରୁଲରେ। ତ ବିଗିନିଂ ଅଫ ଫ୍ରି ଟ୍ରେଡ ଆଣ୍ଡ ଷ୍ଟେଟ ରେସ୍ପନ୍ସିବିଲିଟି ଇନ୍ ଏଜୁକେସନ। ଷ୍ଟେଟ ରେସ୍ପନ୍ସିବିଲିଟି ଇନ୍ ଏଜୁକେସନ ବୁଝିଗଲା, ଷ୍ଟେଟ ଏଠି ଖର୍ଚ୍ଚ କଲା। ଆଉ ଟ୍ରେଡ, ବିଗିନିଂ ଅଫ ଫ୍ରି ଟ୍ରେଡ କାହିଁକି କରାହେଲା ନା, ଫ୍ରି ଟ୍ରେଡ କରାହେଲା କି ଆମର ଏଇ ଯୋଉ ମନୋପୋଲିଟା ଏଣ୍ଡ ହେଲା। ତ ସେଇଟା ଗୋଟେ 1833 ଆକ୍ଟ। 1833 ଆକ୍ଟରେ ଗଭର୍ଣ୍ଣର ଜେନେରାଲ ବେଙ୍ଗଲ ବିକମ୍ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ। ତ ସେତେବେଳକୁ 1833 ପାଖକୁ ବେଙ୍ଗଲ ଏଇ ଛୋଟ ଛୋଟ ଏରିଆ ଅପେକ୍ଷା ପାଖାପାଖି ହୋଲ ଇଣ୍ଡିଆ ତା ଅଣ୍ଡରକୁ ପଳେଇ ଆସିଲାଣି। ସେଥିପାଇଁ 1833ରେ ଏଇଟା ବି ସେ ଦେଖନ୍ତୁ, ଏଇଟା ବି ସେ 20 ବର୍ଷ ପରେ ହେଇଛି। 20 ବର୍ଷ ପରେ ଦ୍ୟାଟ୍ସ ହ୍ୱାଇ ଇଟ୍ ଇଜ ଅଲସୋ କଲ୍ଡ ଏ ଚାର୍ଟର ଆକ୍ଟ। ତ ଇଏ ସେଇ ତାର ଆକୁ ରେଗୁଲେଟ କରିବା ପାଇଁ ହିଁ ହେଇଛି, ତାକୁ ତାର ଟ୍ରେଡକୁ ରେଗୁଲେଟ କରିବା ପାଇଁ ହେଇଛି। ତ ଏଠି କଣ ହେଲା ନା, ସେ ଆମର ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ, ଏଠି ଯେ ଜିଜି ବେଙ୍ଗଲ ଥିଲେ, ସେ ଜିଜି ଆଇ ହେଇଗଲେ। ଗଭର୍ଣ୍ଣରକୁ ଭାବିବେ ସେ ଗୋଟେ ପାରାଲାଲ ପୋଷ୍ଟ ଟୁ ପ୍ରେସିଡେଣ୍ଟ, ଏବେକାର ଯୋଉ ପ୍ରେସିଡେଣ୍ଟ ବା ଷ୍ଟେଟରେ ଗଭର୍ଣ୍ଣର, ତ ସେଇଭଳିଆ ଭାବିବେ ସେଇ ପୋଷ୍ଟଟା। ତ ପ୍ରଥମେ ହେଲେ କିଏ? ୱିଲିୟମ ବେଣ୍ଟିକ। ଜିଜିଆଇ ହେଲେ ୱିଲିୟମ ବେଣ୍ଟିକ, IWB। ତାପରେ ଏଠି ହେଇଥିଲେ ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ କିଏ ଥିଲେ? ୱାରେନ ହାଷ୍ଟିଙ୍ଗ। ତ ସେଠି WB, ଏଠି WH, ଏଇଟା ମନେ ରଖିବେ। ମାନେ ବେଙ୍ଗଲର ହାଷ୍ଟିଙ୍ଗ ପ୍ରଥମେ ହେଇଥିଲେ, ହାଷ୍ଟିଙ୍ଗ, ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ ହାଷ୍ଟିଙ୍ଗ। ବି ହାଷ୍ଟିଙ୍ଗ ମାନେ ଯୋଉ ଧର ଷ୍ଟିଙ୍ଗ କଲେ, ବି ଷ୍ଟିଙ୍ଗ କଲେ କାଟେ, ତ ବେଙ୍ଗଲ ହାଷ୍ଟିଙ୍ଗ, ତ ଏମିତି ବି ଷ୍ଟିଙ୍ଗ, ତ ମନେ ରଖିବେ। ଆଉ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆର ୱିଲିୟମ ବେଣ୍ଟିକ, IWB, ଏମିତି। ତାପରେ କମ୍ପ୍ଲିଟ ସେଣ୍ଟ୍ରାଲାଇଜେସନ ମାନେ ଆମର ଧୀରେ ଧୀରେ ପାୱାର ଟା ସେଣ୍ଟ୍ରାଲାଇଜଡ ହେଇଗଲା, ସେଣ୍ଟରରୁ କଣ୍ଟ୍ରୋଲ ହବା ଏଟାକୁ ଷ୍ଟାର୍ଟ ହେଲା। ଯୋଉ ଛୋଟ ଛୋଟ ଜାଗାରେ ସବୁ ବିଭିନ୍ନ ଆଗରେ ସବୁ ବେଙ୍ଗଲ, ବିହାର, ବେଙ୍ଗଲ, ମାଦ୍ରାସ, ବମ୍ବେ, ଏସବୁ ଥିଲା, ପୁରା ଧୀରେ ଧୀରେ ସେଟା ସେଣ୍ଟର ଆଡକୁ ଯିବାକୁ ଷ୍ଟାର୍ଟ ହେଲା। କମ୍ପାନିଜ କମର୍ସିଆଲ ଆକ୍ଟିଭିଟି ଏଣ୍ଡେଡ। ଦେଖନ୍ତୁ କେମିତି ବ୍ରିଟିଶ ଗଭର୍ଣ୍ଣମେଣ୍ଟ କଣ୍ଟ୍ରୋଲ କରୁଛି। କମର୍ସିଆଲ ଆକ୍ଟିଭିଟି ମାନେ ଆଉ ସେ କମର୍ସିଆଲ ସେଠି ଯାଇକି ବେପାର ବାଣିଜ୍ୟ କିଛି କରିବେନି। ତ ଏଇଠି ଜାଣିବାର ଅଛି, ଯେତେବେଳେ କମର୍ସିଆଲ ଆକ୍ଟିଭିଟି କାହିଁ କୁହାଯାଇଥିଲା, ଇଷ୍ଟ ଇଣ୍ଡିଆ କମ୍ପାନୀ ଯେତେବେଳେ ଆସିଥିଲା, ଇଷ୍ଟ ଇଣ୍ଡିଆ କମ୍ପାନୀ ସେ କେବଳ କମର୍ସିଆଲ ମୋଟିଭରେ ହିଁ ଆସିଥିଲା।
ତାପରେ ସେ ଡୁଆଲ ରୋଲ ହେଲା, ସେ ତାର ଆଡମିନିଷ୍ଟ୍ରେଟିଭ ରୋଲ ବି ନେଲା। ତ ଏଠି ସେ ଟୋଟାଲ କମ୍ପାନୀର ସବୁ ଯାକ ପାୱାର ଛିନି ନେଇଗଲେ, ତାକୁ ଖାଲି କହିଲେ ଆଡମିନିଷ୍ଟ୍ରେଟିଭ ପାୱାରରେ ରହ। ତ ଏଠି ଆଡମିନିଷ୍ଟ୍ରେଟିଭ ପାୱାରରେ ରହ ମାନେ କମ୍ପାନୀ ତ ବନ୍ଦ କରିଦବା କଥା କି ନାଇଁ ଆମେ ଆଉ ସେଠି ରହିବୁନି, ବେପାର ତ ନାହିଁ ଆମେ କାହିଁ ଚାଲିଯିବୁ। ବଟ୍ ନୋ, ଏଠି ଏତେ କରପସନ ଲିପ୍ତ ଥିଲା, ଏଠି ଏତେ ରିସୋର୍ସ ଥିଲା ଯେ ସେ ଆଡମିନିଷ୍ଟ୍ରେସନରେ ବି ପଶିବାକୁ ଚେଷ୍ଟା କଲେ, ଯେତିକି ପାୱାର ମିଳୁଛି ଆମେ ସେଠି ରହିବୁ। ତ ସିଏ କମର୍ସିଆଲ ପାୱାରଟା ଏଠି ଆଣିଦେଇଗଲା 1833 ରେ। ସିଏ ମରିଗଲେ ବି ତଥାପି କମ୍ପାନୀ ଚାଲିଲା 1858 ପର୍ଯ୍ୟନ୍ତ। ତ ଏଇଟା ମନେ ରଖିବେ। ତାପରେ ଲ କମିଶନ ଏଷ୍ଟାବ୍ଲିଶଡ, ମାକ୍ଲୟ ଲ କମିଶନ, ଏଇଟା ଇମ୍ପୋର୍ଟାଣ୍ଟ। ମାକ୍ଲୟ ଲ କମିଶନ ଆସିଥିଲା 1833 ରେ, ଏଇଟା ମନେ ରଖି। ତାପରେ 1853, 20 ବର୍ଷ ପରେ ପୁଣି ରେଗୁଲେଟିଂ ଆକ୍ଟ ଆସିଲା। ତ ଏଇଟା କଣ ହେଲା ନା ଏଠି ଚାର୍ଟର ଆକ୍ଟ 1853 କହୁଛନ୍ତି ଲେଜିସ୍ଲେଟିଭ ଆଣ୍ଡ ଏକ୍ଜିକ୍ୟୁଟିଭ ଫଙ୍କସନ ସେପାରେଟେଡ। ତ ଏଠି ଗଭର୍ଣ୍ଣମେଣ୍ଟ ଯେତେବେଳେ ହାତେଇ ନେଇଗଲା ତାର ସବୁ ଯାକ କମର୍ସିଆଲ ଆକ୍ଟିଭିଟି ଇଷ୍ଟ ଇଣ୍ଡିଆ କମ୍ପାନୀ ଏଣ୍ଡ ହେଇଗଲା, ତାର ଅର୍ଥ ହେଲା ଆମର ଆଡମିନିଷ୍ଟ୍ରେଟିଭ ସେ କରୁଥିଲା, ସେଇଠି ଇଠି ତାକୁ ଟୋଟାଲ ତାକୁ ସେପାରେଟ କରିବା ଷ୍ଟାର୍ଟ କରିଦେଲେ। ମାନେ ଗଭର୍ଣ୍ଣମେଣ୍ଟ ଟାଇପର ସେ ୱାର୍କ କରିବ, ଆଡମିନିଷ୍ଟ୍ରେଟିଭ ଫଙ୍କସନ ଖାଲି ରହିଲା। ତ ଆଡମିନିଷ୍ଟ୍ରେସନ ଫଙ୍କସନ ବ୍ରିଟିଶ ଗୋଟେ ଗଭର୍ଣ୍ଣମେଣ୍ଟ ତରଫରୁ ଦେଖ, ବ୍ରିଟିଶ ଏଠି ଗଭର୍ଣ୍ଣମେଣ୍ଟ ଦେଖୁଛି କି ଏଠି କମ୍ପାନୀ କଣ କରୁଛି। ତ ସିଏ ମନ ଇଚ୍ଛା ଜଣେ ଗଭର୍ଣ୍ଣର ଯାହା କହିଲେଣି ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ ସେୟା ହଉଛି, ନାଇଁ ସେମିତି ତ ହବନି। ଆମେ ଏଠିକାର ଯେମିତି ଲ, ତ ଭାବନ୍ତୁ ସିଟି ହେଲା ଦେଶର ମୁଖ୍ୟ ରହିଲେ ଆମର ବ୍ରିଟିଶ, ଇଏ ତାଙ୍କର ଗୋଟେ ରାଜ୍ୟ ଟାଇପର ହେଲା। ତ ସେଠି କଣ କହିଲେ, ଏଠି ବି ଆମେ ଗଭର୍ଣ୍ଣମେଣ୍ଟ ଡିସେଣ୍ଟ୍ରାଲାଇଜ କରିବା ମାନେ କେମିତି ନା ଏଠି ଆମର ତାକୁ ଭାଙ୍ଗିବା, ଲେଜିସ୍ଲେଟିଭ ଫଙ୍କସନ ଅଲଗା କରିବା, ଏକ୍ଜିକ୍ୟୁଟିଭ ଫଙ୍କସନ ଅଲଗା କରିବା। ଲେଜିସ୍ଲେଟିଭ ଫଙ୍କସନ ମାନେ ଟାଇପ ଅଫ ପାର୍ଲାମେଣ୍ଟ ବା ଆସେମ୍ବଲି କରିବା, ଏକ୍ଜିକ୍ୟୁଟିଭ ମାନେ କାଉନସିଲ ଅଫ ମିନିଷ୍ଟର କି କଣ କରିବା। ତ ଏଇଠି 1853 ରେ ସେ ଫାଷ୍ଟ ହେଲା। ଓପନ କମ୍ପିଟିସନ ଫର ସିଭିଲ ସର୍ଭିସେସ୍, ମେରିଟ ବେସ୍ଡ ସିଭିଲ ସର୍ଭିସ ଓପନ କମ୍ପିଟିସନ ଫାଷ୍ଟ ଷ୍ଟାର୍ଟ କଲେ। ତ ଏଇଠି ମେରିଟ ମାନେ କଣ କହିଲେ, ଇଣ୍ଡିଆକୁ ଆମେ ଆହୁରି ଲୋକ ଇଣ୍ଡିଆରୁ ହିଁ ଆଣିକି ଆମେ ପୁରେଇବା, କାମ କରାଇବା। ତ ଏଠୁ ଷ୍ଟାର୍ଟ ହେଲା। କମ୍ପାନୀ ରୁଲ ଏକ୍ସଟେଣ୍ଡେଡ ଫର 20 ଇୟର୍ସ, ଆନାଦର 20 ଇୟର୍ସ ପାଇଁ ଗଲା। ବଟ୍ ଏଇଟା 20 ଇୟର୍ସ ପାଇଁ ନୁହେଁ, ଏଇଟା ସେତେବେଳେ ଜଣା ପଡିଥିଲା କି କମ୍ପାନୀ ରୁଲ ଆଉ ବେଶୀ ଚାଲିପାରିବ ନାହିଁ। ତ ସେଇଠୁ ସେ 20 ରୁଲ୍ସ ତ ନାହିଁ, ସେଟା ଇଣ୍ଡିପେଣ୍ଡେଣ୍ଟ ପାଇଁ କରିଥିଲେ। ଇନଡେଫିନେଟଲି ଚାଲୁ ଯେତେ ଚାଲୁଛି, ତ ସେ ମୋଷ୍ଟଲି ଆଉ 5 ବର୍ଷରେ ହିଁ ସେଟା ବନ୍ଦ ହେଇଗଲା, 5 ଇୟରରେ ସେଟା ବନ୍ଦ ହେଇଗଲା। ତାପରେ ଏଇଟା ଆଇସିଏସ୍ ରିଫର୍ମ, ଆଇସିଏସ୍ ବର୍ନ ହେଲା, ମନେ ରଖିବେ 1853 ରେ। ତାପରେ 1858 କୁ ଆସିଲା ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ 1858। ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟରେ କଣ ହେଲା, ତ କମ୍ପାନୀ ରୁଲକୁ ପୁରା ଆବଲିଶ କରିଦେଲେ 1773 ରୁ 1858, 20 ବର୍ଷ କରିକି 53 ରୁ 5 ବର୍ଷ ମାତ୍ର ଚାଲିଲା 58। ତ ସେକ୍ରେଟାରୀ ଅଫ ଷ୍ଟେଟ ଅଫ ଇଣ୍ଡିଆ କ୍ରିଏଟେଡ, ଏଇଠି ଦେଖନ୍ତୁ ସବୁ ଗଭର୍ଣ୍ଣମେଣ୍ଟ ନାଁ ପଶିଲା, ସେକ୍ରେଟାରୀ ଅଫ ଷ୍ଟେଟ। ସେକ୍ରେଟାରୀ ଅଫ ଷ୍ଟେଟ ଯେମିତି ଆମର ଗୋଟେ ଏବେ ଡିପାର୍ଟମେଣ୍ଟର ହେଡ୍ ହଉଛନ୍ତି ସେକ୍ରେଟାରୀ, ତ ସେଠି ସେତେବେଳକୁ ଇଣ୍ଡିଆକୁ ଗୋଟେ ଟ୍ରିଟ୍ କରୁଥିଲେ ଗୋଟେ ରାଜ୍ୟ ଭାବେ କି କଣ, ସେଠି ଗୋଟେ ଏମପି ରହୁଥିଲା, ବ୍ରିଟିଶରେ ରହିବ ଗୋଟେ ଏମପି। ତ ତାଙ୍କୁ ମ୍ୟାନେଜ କରିବ ଏଠି ଗୋଟେ ସେକ୍ରେଟାରୀ ଅଫ ଷ୍ଟେଟ, ସେ ଇଣ୍ଡିଆ ଆଫେୟାର୍ସକୁ ସେଠି ମ୍ୟାନେଜ କରିବ ବ୍ରିଟିଶରେ। ସେକ୍ରେଟାରୀ ଅଫ ଷ୍ଟେଟ ବ୍ରିଟିଶରେ ହିଁ ରହିଲେ, ମନେ ରଖନ୍ତୁ। ଏଠି ଏମପି ମାନେ ପାର୍ଲାମେଣ୍ଟ ଗୋଟେ ଧର ଗୋଟେ ଡିପାର୍ଟମେଣ୍ଟ ରହିଲା ସେଠି, ଯିଏକି ଦେଖିବ ବ୍ରିଟିଶ ଇଣ୍ଡିଆର ଏଠି କାମ। ତ ତାଙ୍କର ଯେ ସେକ୍ରେଟାରୀ ଯିଏ ରହିବେ, ସିଏ ଦୈନନ୍ଦିନ କାମ ଦେଖିବେ। ତ ସେକ୍ରେଟାରୀ ଅଫ ଷ୍ଟେଟ ତାକୁ କହିଲେ, ସେ ବ୍ରିଟିଶରେ ହିଁ ରହିବ। ଏଠି କ୍ରିଏଟ କରାଗଲା। ଆଉ ଇଣ୍ଡିଆରେ ଏଇଟା ହେଲା ବ୍ରିଟିଶ। ଇଣ୍ଡିଆରେ କିଏ ରହିଲେ, ଇଣ୍ଡିଆରେ ଯାହା ଆଜ ୟୁଜୁଆଲ ଚାଲିଛି, ଜଣେ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ ରହିଲେ, ତାଙ୍କର ଗୋଟେ ପାର୍ଲାମେଣ୍ଟ ଟାଇପର ରହିଲା ତମ ଗଭର୍ଣ୍ଣିଂ ବଡି, ଆଉ ଗୋଟେ ରହିଲା ଏକ୍ଜିକ୍ୟୁଟିଭ ବଡି। ଏକ୍ଜିକ୍ୟୁଟିଭ ବଡି ମାନେ କାଉନସିଲ ଅଫ ମିନିଷ୍ଟର ଟାଇପର। ତ ତାଙ୍କୁ ଭାଇସରୟ କରିଦିଆଗଲା ଏଇଠି, ମନେ ରଖିବେ ଗଭର୍ଣ୍ଣର ଜେନେରାଲକୁ କରିଦିଆଗଲା ଭାଇସରୟ। ଭାଇସରୟ ମାନେ ସିଏ ଗୋଟେ ଗଭର୍ଣ୍ଣମେଣ୍ଟର ହେଇଗଲେ ଲୋକ, ପୁରା ଗଭର୍ଣ୍ଣମେଣ୍ଟର ଗୋଟେ ଲୋକ। ତ ଭାଇସରୟ ହେଇଗଲେ ଲର୍ଡ କ୍ୟାନିଂ, ଫାଷ୍ଟ ଭାଇସରୟ। ତ ଲର୍ଡ କ୍ୟାନିଂ କେମିତି ମନେ ରଖିବେ, ଯେତେବେଳେ ଗଭର୍ଣ୍ଣର ଅଫ କମ୍ପାନୀ ରୁଲ ସରିଲା, ତ ଆମର ବ୍ରିଟିଶ ଗଭର୍ଣ୍ଣମେଣ୍ଟ କହିଲା ଲର୍ଡ କ୍ୟାନିଂ ଓନ୍ଲି କ୍ୟାନ୍ ଗଭର୍ଣ୍ଣ ଇଣ୍ଡିଆ। ତ ଲର୍ଡ କ୍ୟାନିଂ କ୍ୟାନ୍ ଡୁ, ଲର୍ଡ କ୍ୟାନିଂ କ୍ୟାନ୍ ଗଭର୍ଣ୍ଣ, ଲର୍ଡ କ୍ୟାନିଂ କ୍ୟାନ୍ ଡୁ। ତ ଲର୍ଡ କ୍ୟାନିଂ, ତ ମନେ ରଖିବେ କ୍ୟାନ୍ ରୁ କ୍ୟାନ୍, ହି କ୍ୟାନ୍ ଗଭର୍ଣ୍ଣ ଦ ହୋଲ ଇଣ୍ଡିଆ। ଡାଇରେକ୍ଟ କ୍ରାଉନ ରୁଲ ଏଇଠୁ ଷ୍ଟାର୍ଟ ହେଇଗଲା। ଏଇଟା ଆମେ ଦେଖতে ଯିବା। ନେକ୍ସଟ ଦେଖନ୍ତୁ 1858 ତ ଆମର ଜାଣିଗଲେ ଲର୍ଡ କ୍ୟାନିଂ ହେଇଥିଲେ ପ୍ରଥମ ଭାଇସରୟ ହେଇଗଲେ। ସେ 1856 ରୁ 1862 ପର୍ଯ୍ୟନ୍ତ ରହିଲେ। ତାର ଅର୍ଥ ଯୋଉ ଇଣ୍ଡିଆନ କାଉନସିଲ ଆକ୍ଟ, ଆ ପରଠୁ ଦେଖନ୍ତୁ କେମିତି ଚେଞ୍ଜ ହଉଛି। ତ 1858 ଯୋଉଟା ଆସିଲା, ସେଟା ଚାର୍ଟର ଆକ୍ଟ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ପାଇଁ, ଇଣ୍ଡିଆନ ଗଭର୍ଣ୍ଣମେଣ୍ଟ ପାଇଁ ରୁଲଟା ଆସିଲା। ତ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆସିଲା। ତାପରେ ଇଣ୍ଡିଆନ କାଉନସିଲ୍ସ ଆକ୍ଟ କୁହାଗଲା, ତାପରେ 1861 ରେ। ତାପରେ ଇଣ୍ଡିଆନ କାଉନସିଲ୍ସ ଆକ୍ଟ 1862 ରେ, 92 ରେ। ତାପରେ ଇଣ୍ଡିଆନ କାଉନସିଲ ଆକ୍ଟ 1909। ତା ଅର୍ଥ ଆମର ଏଠି ଇଣ୍ଡିଆରେ ଯୋଉ କାଉନସିଲଟା ଥିଲା, ମାନେ ଗଭର୍ଣ୍ଣର ଭାଇସରୟଙ୍କର ଯୋଉ କାଉନସିଲ ଥିଲା ବା ଇଣ୍ଡିଆନକୁ ଗଭର୍ଣ୍ଣ କରିବା ପାଇଁ ଯୋଉ ତା ଅଣ୍ଡର ଏଗୁରା ସବୁ ରୁଲ ଆସିଲା, ସେଥିପାଇଁ କାଉନସିଲ ଆକ୍ଟ କୁହାଗଲା। କିନ୍ତୁ ଏଠି ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ ପୁଣି ଆସିଲା 1858 ପରେ, ପୁଣି 1909। ତାମାନେ ଏଠି ପୁରା ବ୍ରିଟିଶ ରୁଲରୁ ବ୍ରିଟିଶରୁ ଏଠି କଣ୍ଟ୍ରୋଲ ହେବାକୁ ଚେଷ୍ଟା ହେଲା। ପୁଣି ଥରେ କିଛି ବା ସେଇ ଇଣ୍ଡିଆନ କାଉନସିଲ୍ସ ବା ଯାହା ବି ଭାଇସରୟଙ୍କର ତାଙ୍କୁ ଚେଞ୍ଜ କରିବାକୁ ସେଣ୍ଟ୍ରାଲି କରାଗଲା। ତ ସେଥିପାଇଁ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ କୁହାଗଲା। ପୁଣି ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ 1909 ରେ, 1919 ରେ, 1935 ରେ କୁହାଗଲା। ତାପରେ ପୁଣି ଲାଷ୍ଟକୁ ଇଣ୍ଡିଆନ ଇଣ୍ଡିପେଣ୍ଡେଣ୍ଟ ଆକ୍ଟ 1947, ଏଇଟା ଇଣ୍ଡିପେଣ୍ଡେଣ୍ଟ ପାଇଁ ଅଣା ହେଲା। ତ ନାଁରୁ ହିଁ ଆପଣ ଜାଣିଯିବେ ଯେ ଏଇଟା କଣ ପାଇଁ ଅଣା ହେଇଥିଲା, କୋଉ ପର୍ପଜ। ତ ଏଠି ତା ଭିତରେ ଛୋଟ ଛୋଟ ପ୍ରୋଭିଜନ୍ସ ଲାଇକ୍ ମିଶନାରୀ ଆକ୍ଟିଭିଟି କୋଉଠି ଷ୍ଟାର୍ଟ ହେଲା, ମନୋପୋଲି କୋଉଠି ଏଣ୍ଡ ହେଲା। ତ ସେଇଟାକୁ ଟିକେ ଆପଣ ମାନେ କ୍ରୋନୋଲୋଜିକାଲି ଟିକେ ମନେ ରଖିବେ, ହଁ ଏଇ ଆକ୍ଟ ଅଣ୍ଡର ଏଇ ଟାଇମରେ ହେଇଥିଲା ବର୍ଷ। ତ 1858 ରେ କଣ ହେଲା, ଫାଷ୍ଟ ଆଫ୍ଟର ଦ ରିଭଲ୍ଟ 1857 ହେଇଗଲା। ତ 1858 ରେ ପୁରା ପାୱାର ପଳେଇଲା
ଆମର ବ୍ରିଟିଶ ଗଭର୍ଣ୍ଣମେଣ୍ଟ ହାତକୁ। ତ 1857 ଯୋଉ ଆମର ବିଦ୍ରୋହ କାହିଁକି ହେଇଥିଲା ଏଇଟା ପୁରା ଜଣା ପଡିଯାଉଥିଲା କମ୍ପାନୀ ରୁଲ ଡୁଆଲ ଗଭର୍ଣ୍ଣମେଣ୍ଟ। ତ ସେ ମୁଣ୍ଡ ଖରାପ କଲେ ସବୁ ଜିନିଷର ଏକ୍ସପ୍ଲୁଟେସନ, ସବୁ ଲ୍ୟାଣ୍ଡର ବ୍ଲୁ ପଲିସି ଫେଲ, ଏ ସବୁ ଜିନିଷ ହେଇକିରି ଲାଷ୍ଟ ବ୍ରିଟିଶ କ୍ରାଉନ ତା ହାତକୁ ନେଲା। ତ ସେଥିପାଇଁ ବ୍ରିଟିଶ କ୍ରାଉନ ଯେତେବେଳେ ନେଲା ଏଇଟାକୁ କହୁଛନ୍ତି ଆକ୍ଟ ଅଫ ଗୁଡ ଗଭର୍ନାନ୍ସ, ଆକ୍ଟ ଅଫ ଗୁଡ ଗଭର୍ନାନ୍ସ। ତେଣିକି ତାଙ୍କର ମୋଟିଭ ଯାହା ଥାଉ ବଟ୍ ଆମ ପାଇଁ ହେଇଥିଲା ଗୁଡ ଗଭର୍ନାନ୍ସ, ତାଙ୍କ ହିସାବରେ ଏଇଟା ଆମ ହିସାବରେ କିଛି ଗୁଡ ନାହିଁ। ବଟ୍ କିଛି ଚେଞ୍ଜେସ୍ ହେଲା ସେଇଟା ଦେଖିଦେବା। ସେକ୍ରେଟାରୀ ଅଫ ଷ୍ଟେଟ୍ ଫର ଇଣ୍ଡିଆ ୱିଥ ଏ କାଉନସିଲ ଅଫ ଇଣ୍ଡିଆ ଏଷ୍ଟାବ୍ଲିଶଡ ଇନ୍ ବ୍ରିଟେନ। ତାହେଲେ କଣ ଆମେ ପଢିଥିଲେ ପୂର୍ବରୁ ସେକ୍ରେଟାରୀ ଅଫ ଷ୍ଟେଟ୍ ତ ଏଷ୍ଟାବ୍ଲିଶ ହେଇଥିଲେ ବ୍ରିଟେନରେ କ୍ରାଉନଙ୍କ ଅଣ୍ଡରରେ ଗୋଟେ ମିନିଷ୍ଟରଙ୍କର ସେକ୍ରେଟାରୀ ଅଫ ଷ୍ଟେଟ୍ ଥିଲେ ଯିଏ ବୁଝୁଥିଲେ ଏସବୁ କଥା। ତାଙ୍କର ଗୋଟେ କାଉନସିଲ ଅଫ ଇଣ୍ଡିଆ ହେଲା, ତାଙ୍କୁ ଗୋଟେ ଚାମ୍ବର ଦିଆଗଲା, ତାଙ୍କୁ ଗୋଟେ ଏଷ୍ଟାବ୍ଲିଶମେଣ୍ଟ ମାନେ କିଛି ଲୋକ ଦେଲେ କି ସେ ଏଠି ପାୱାର ବଢିଲାଣି, ଏଠି ବ୍ରିଟିଶରେ ବହୁତ ଏଠି ଦେଖୁଛି ବ୍ରିଟିଶ ଗଭର୍ଣ୍ଣମେଣ୍ଟ ବହୁତ ପାୱାର ଅଛି, ବହୁତ ଆଡମିନିଷ୍ଟ୍ରେସନ ଏଠି ଦରକାର ହଉଛି, ତ ତାଙ୍କୁ କିଛି ଲୋକ ବସେଇଦବା ଏଠି, ସେ ସବୁଦିନ ବୁଝିବେ। 58ରେ ଏଇଟା ଭୁଲ ଲେଖା ହେଇଛି, ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ ବିକେମ୍ ଭାଇସରୟ ଅଫ ଇଣ୍ଡିଆ। ତ କଥା ହେଲା କି ଇଏ ଲାଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ ଥିଲେ ଲାଷ୍ଟ, ଆଉ ଫାଷ୍ଟ ଭାଇସରୟ। ତ ଏମିତି ମନେ ରଖିବେ। ଲର୍ଡ କ୍ୟାନିଂ ହିଁ ଥିଲେ ଲାଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ, ଫାଷ୍ଟ ଭାଇସରୟ ଅଫ ଇଣ୍ଡିଆ। ତ ଏଣ୍ଡ ଅଫ କମ୍ପାନୀ ରୁଲ ହେଇଗଲା, ଏଠି ସରିଗଲା, ସେଣ୍ଟ୍ରାଲାଇଜ କଣ୍ଟ୍ରୋଲ ବ୍ରିଟିଶ ହାତକୁ ପୁରା ପଳେଇଲା। ତାପରେ 1861 କୁ ଆସିଗଲେ, ଭାଇସରୟ ସେମ୍ ଥିଲେ ଲର୍ଡ କ୍ୟାନିଂ, ସେ 62 ପର୍ଯ୍ୟନ୍ତ ଥିଲେ। ତ ଫାଷ୍ଟ ଆଟେମ୍ପ୍ଟ ଟୁ ଆସୋସିଏଟ ଇଣ୍ଡିଆନ୍ସ ଇନ୍ ଦ ଆଡମିନିଷ୍ଟ୍ରେସନ ଆଣ୍ଡ ମେଡ୍ ଦ ଏକ୍ଜିକ୍ୟୁଟିଭ ମୋର ଏଫିସିଏଣ୍ଟ। ତ ଦିଟା ଜିନିଷ ସବୁବେଳେ କହି ଆସୁଛି, ଗୋଟେ ଗଭର୍ଣ୍ଣର ଜେନେରାଲ, ଆଉ ଗୋଟେ ହଉଛି ସରି ଗଭର୍ଣ୍ଣିଂ ବଡି, ଆଉ ଗୋଟେ ହଉଛି ଏକ୍ଜିକ୍ୟୁଟିଭ କାଉନସିଲ। ତ ସେଠି ଆମର ଏକ୍ଜିକ୍ୟୁଟିଭ କାଉନସିଲ କଥା ହିଁ ଏବେ ପଡିଛି। ରୁଲ ମେକିଂରେ ଏପର୍ଯ୍ୟନ୍ତ ଇଣ୍ଡିଆନ ମାନଙ୍କ ଯିବା କଥା ହିଁ ପଡିନି, କେବଳ ଏକ୍ଜିକ୍ୟୁସନରେ ମାନେ ତାଙ୍କୁ କୁହାଯିବ ତମେ ଏଇ ଦାୟିତ୍ୱଟା ତମେ ବୁଝ, ସିଏ ତାଙ୍କର ସେଠି ଇମ୍ପ୍ଲିମେଣ୍ଟ କରିଦେବ। ତାଙ୍କର ହେଡ୍ ହଉଛନ୍ତି ଭାଇସରୟ, ଭାଇସରୟ ସବୁ ଦେଖିବେ। ତ ଏଇଠି କିଛି ଜଣଙ୍କୁ ଇଣ୍ଟ୍ରୋଡ୍ୟୁସ କର ମାନେ ନେବେ ବୋଲି କଥା ହେଲା। ତ ଇଣ୍ଟ୍ରୋଡ୍ୟୁସ କରାଗଲା ଭାଇସରୟ ଏକ୍ଜିକ୍ୟୁଟିଭ କାଉନସିଲ ଏନଲାର୍ଜ। ତ ବଢେଇବା କେମିତି, ବ୍ରିଟିଶ ମାନେ ଅଛନ୍ତି ତାଙ୍କୁ କମେଇକି ତ ବଢା ହେଇପାରିବନି, ବଢାଗଲା ହଁ ଆଙ୍କୁ ଆଡ କର। ଆଲାଉଡ ଆଡିସନ ଅଫ ଇଣ୍ଡିଆନ୍ସ ନନ୍ ଅଫିସିଆଲ, ସେମାନେ ପୁଣି ନନ୍ ଅଫିସିଆଲ ମାନେ ଆଟାଚ ହେଇକି ଖାଲି ତାଙ୍କ ପାଇଁ ଗୋଟେ ସିଟ୍ ପଡିଲା, ଆସି ବସ ଦେଖ ଶିଖ, କିଛି କଥା କହୁଛ ପଚରା ହେଲେ କହିବ ନହେଲେ ନାହିଁ, ତ ଏହା କରାଗଲା ଟାଇପ। ବଟ୍ ତଥାପି ଏଇଟା ଆମ ପାଇଁ ଗୋଟେ ମେଜରିଟି ମାନେ ମେଜର ଜିନିଷ ଥିଲା। ଲେଜିସ୍ଲେଟିଭ କାଉନସିଲ୍ସ ରିଏଷ୍ଟାବ୍ଲିଶଡ ଇନ୍ ପ୍ରେସିଡେନ୍ସିସ୍ ବମ୍ବେ, ମାଦ୍ରାସ ଆଉ କାଲକାଟା। ଲେଜିସ୍ଲେଟିଭ କାଉନସିଲ ରିଏଷ୍ଟାବ୍ଲିଶ କାହିଁକି କୁହାଗଲା ନା ଆମର ସେ ଯୋଉ ଗଭର୍ଣ୍ଣିଂ ଆକ୍ଟ ଯେତେବେଳେ ଆମର ପ୍ରଥମେ ଆସିଥିଲା ସେତେବେଳେ ଯୋଉ 1773 ଯୋଉ ଆସିଥିଲା, ଯେତେବେଳେ ବେଙ୍ଗଲ ଅଣ୍ଡରରେ ତାଙ୍କୁ ସବୁ ରଖାଯାଇଥିଲା, ତାଙ୍କର ଲେଜିସ୍ଲେଟିଭ କାଉନସିଲ ଡିଫଙ୍କ୍ଟ ହେଇଯାଇଥିଲା। ସେ ପୁରା ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ, ତାପରେ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ, ତାପରେ ଭାଇସରୟଙ୍କ ଅଣ୍ଡରରେ କଣ୍ଟ୍ରୋଲ ହଉଥିଲା। କିନ୍ତୁ ଏଠି ଡିସେଣ୍ଟ୍ରାଲାଇଜେସନ ଷ୍ଟାର୍ଟ ହେଲା। ତ ବୁଝିଲେ, ଏଠି ବେଙ୍ଗଲକୁ ତାଙ୍କର ଏଷ୍ଟାବ୍ଲିଶ କରାଗଲା, ମାଦ୍ରାସର କରାଗଲା, ଆଉ କାଲକାଟାରେ କରାଗଲା। ଲ ମେକିଂ ପାୱାର ଭେଷ୍ଟେଡ ଇନ ଦ ଭାଇସରୟ। ଆଉ ଯୋଉ ଲ ମେକିଂଟା ଆମର କରାହଉଥିଲା ଆ ପାଇଁ ବ୍ରିଟିଶ କରୁଥିଲା, ଏଠି ଭାଇସରୟକୁ ଷ୍ଟାର୍ଟ ହେଲା। ତ ପ୍ରଥମେ ସେଣ୍ଟ୍ରାଲାଇଜ ଗଲା, ମାନେ କମ୍ପାନୀରୁ ସବୁ ଯାକ ପାୱାର ନେଇଗଲା ବ୍ରିଟିଶ ଗଭର୍ଣ୍ଣମେଣ୍ଟ। ତାପରେ ଧୀରେ ଧୀରେ ଡିସେଣ୍ଟ୍ରାଲାଇଜ କରିବା ଷ୍ଟାର୍ଟ କଲା। ଏଇଠୁ ଆପଣ ଏବେ ଦେଖିବେ ଆଡକୁ ଗଲା ବେଳକୁ ଧୀରେ ଧୀରେ ପାୱାର ଛାଡିବ ଛାଡିବ ଛାଡିବ। লিমিটেড পার্টিসিপেশন মানে আমার ইন্ডিয়ান মানে লিমিটেড পার্টিসিপেশন ହେଲେ ଲେଟ୍ ଫାଉଣ୍ଡେସନ ଫର ଲେଜିସ୍ଲେଟର୍ସ। ଧୀରେ ଧୀରେ ଏଇ ଗଭର୍ଣ୍ଣିଂ ବଡି ଯୋଉଟା ସେଠି କିଛି ପାୱାର ତାଙ୍କୁ ଦିଆଗଲା, ସେ ଗଭର୍ଣ୍ଣ କରିବେ ବୋଲି। ଆମେ ଧୀରେ ଧୀରେ ଦେଖିବା ସେମିତି ଆମ ଇଣ୍ଡିଆନ ମାନେ ଏକ୍ଜିକ୍ୟୁଟିଭ କାଉନସିଲକୁ ଯିବେ, ଧୀରେ ଧୀରେ ଗଭର୍ଣ୍ଣିଂ ବଡିକୁ ବି ଯିବେ। ତାପରେ ମାନେ ଆମେ କେମିତି ଶିଖିଲେ ଧୀରେ ଧୀରେ ଗଭର୍ଣ୍ଣିଂ ସବୁ ମାନେ ଗୋଟେ କନଷ୍ଟିଟ୍ୟୁସନାଲ ୱେରେ। ତାପରେ 1892 ଆସିଲା, 61 ପରେ 92 ପୁରା 31 ବର୍ଷ ପରେ ଆସିଲା। ତା ଭିତରେ ବହୁତ ସାରା ଚେଞ୍ଜେସ୍ ଆସିଛି, ବଟ୍ ସେଇଟା ଆମ କନଷ୍ଟିଟ୍ୟୁସନ ପାଇଁ ଏତେ ଇମ୍ପୋର୍ଟାଣ୍ଟ ନାହିଁ, ସେଥିପାଇଁ ଆମେ ପଢୁନୁ। ଆସିଲେ କିଏ, ଲର୍ଡ ଲାନ୍ସଡୋନ୍। ଲର୍ଡ ଲାନ୍ସଡୋନ୍ ଭାଇସରୟ ଥିଲେ 1892ରେ। ସେଠି କଣ ଥିଲେ ନା ଏକ୍ସପାଣ୍ଡେଡ ଲେଜିସ୍ଲେଟିଭ କାଉନସିଲକୁ ଇଣ୍ଟ୍ରୋଡ୍ୟୁସଡ ଆନ୍ ଏଲିମେଣ୍ଟ ଅଫ ଇନଡାଇରେକ୍ଟ ଇଲେକ୍ସନ। ଲେଜିସ୍ଲେଟିଭ କାଉନସିଲ ମାନେ କିଏ, ଆମର ଯୋଉଟା ଗଭର୍ଣ୍ଣିଂ କାଉନସିଲ କହୁଥିଲେ ତାକୁ ଏବେ ଲେଜିସ୍ଲେଟିଭ କାଉନସିଲ କହିଦବା। ଗଭର୍ଣ୍ଣିଂ କାଉନସିଲକୁ କହିଦବା ଲେଜିସ୍ଲେଟିଭ କାଉନସିଲ, ଆଉ ଗୋଟେ ଅଛି ଏକ୍ଜିକ୍ୟୁଟିଭ କାଉନସିଲ। ତେବେ ଲେଜିସ୍ଲେଟିଭ କାଉନସିଲକୁ ଆମର ଏକ୍ସପାଣ୍ଡ କରାଗଲା, ସେଠି ଇନଡାଇରେକ୍ଟ ଇଲେକ୍ସନ କଥା ରେଷ୍ଟ୍ରିକ୍ଟ କରାଗଲା। ତ ଏନଲାର୍ଜ ଲେଜିସ୍ଲେଟିଭ କାଉନସିଲ ଆଟ୍ ଦ ସେଣ୍ଟର ଆଣ୍ଡ ଇନ୍ ପ୍ରେସିଡେନ୍ସିସ୍। ତ ଏଠି ଆମର ଭାଇସରୟ ଥିଲେ, ଆମର ସେଣ୍ଟରରେ ଭାଇସରୟ ରହୁଥିଲେ, ତାଙ୍କ ଅଣ୍ଡରରେ ଯେତେ ସବୁ ପ୍ରେସିଡେନ୍ସି ଥିଲେ ମାନେ ଛୋଟ ଛୋଟ ପ୍ରୋଭିନ୍ସ ମାନେ ଥିଲା, ତ ସେଠି ବି ଜଣଙ୍କୁ ରଖା ହଉଥିଲା ତାଙ୍କ ରିପ୍ରେଜେଣ୍ଟେଟିଭ। ତାଙ୍କର ବି ସେମିତି ଗଭର୍ଣ୍ଣିଂ ବଡି ଥିଲା, ଏକ୍ଜିକ୍ୟୁଟିଭ କାଉନସିଲ ଥିଲା। ତ ସେଠି ଲେଜିସ୍ଲେଟିଭ କାଉନସିଲ ବୋଥ ତାଙ୍କର ଆଉ ଆଙ୍କର ବି ବଢିଲା। ମାନେ ଏବେ ଭାବନ୍ତୁ ଇଣ୍ଡିଆ ଗୋଟେ କଣ୍ଟ୍ରି ଭାବେ ରହୁଥିଲା, ସେ ରୁଲ ବାଇ ଭାଇସରୟ, ତାପରେ ବିଭିନ୍ନ ପ୍ରୋଭିନ୍ସେସ୍ ଥିଲା, ତାଙ୍କର ରୁଲ ବାଇ ଗଭର୍ଣ୍ଣର, ତାଙ୍କ ଅଣ୍ଡରରେ ଯୋଉ ଗଭର୍ଣ୍ଣର ଥିଲେ। इंट्रोडक्शन ऑफ इनडायरेक्ट इलेक्शन नॉमिनेशन थ्रू रिकमेंडेशंस माने इनडायरेक्ट इलेक्शन कथा लेजिस्लेटिव काउंसिल रे हला से किए जीवन इनडायरेक्ट इलेक्शन में हबो सब कथा गला। अलाउड डिस्कशन ऑन बजेट बट नॉट वोटिंग। तो एठी करा गला कि सी जो बजेट टा हबो सेटा डिस्कशन हेई परिबो बट वोटिंग राइट फाइट किछि नाही, नो वोटिंग। इंडियन कहरे वोट पावर नाही बट डिस्कस तो करि परिबे, एटा गोटे बड़ एडवांटेज। हमको बसिया को चेयर पकेले 1861 मसिया रे, 92 मसिया रे कहले तमे चलो आ ऊपर डिस्कस करो, तो एटा इनडायरेक्ट इलेक्शन भी हेई परिबो। तो ए सब जिंस टिके धीरे धीरे पॉजिटिव हम पई हैला। ତାପରେ 1809 ରେ ଲର୍ଡ ମିଣ୍ଟୋ ଟୁ ଥିଲେ 1905 ରୁ 1910 ପର୍ଯ୍ୟନ୍ତ।
ଇଏ ଗୋଟେ ବହୁତ ଫେମସ୍ ବା ଇନଫେମସ୍ କିଛି ବି ଯାହା ବି କୁହ, ତାଙ୍କ ଟାଇମରେ ସବୁ ଯୋଉ ଆମର 1905 ରେ ଆମର ଯୋଉ ରିଭଲ୍ୟୁସନ ହେଇଥିଲା ସେତେବେଳେ 1905 ରେ। ତାପରେ 1909 ରେ ଇଏ ଆକ୍ଟ ଆସିଲା, ଇଣ୍ଡିଆନ୍ କାଉନସିଲ ଆକ୍ଟ। ମର୍ଲେ ମିଣ୍ଟୋ ମିଣ୍ଟୋ ଥିଲେ ଏଠିକାର ଭାଇସରୟ, ଆଉ ମର୍ଲେ ଥିଲେ ଆମର ସେକ୍ରେଟାରୀ ଅଫ ଷ୍ଟେଟ, ଯୋଉଠି ଆମର ବ୍ରିଟିଶରେ ଥିଲେ। ତାଙ୍କ ଅନୁସାରେ ଏଇଟା ନା ମର୍ଲେ ମିଣ୍ଟୋ, ସେମିତି ଆଗକୁ ଦେଖିବା ଅଲଗା। ଇଣ୍ଟ୍ରୋଡ୍ୟୁସ ସେପାରେଟ ଇଲେକ୍ଟୋରେଟ୍ସ। ତ ଏଠି ଦେଖନ୍ତୁ ସେପାରେଟ ଇଲେକ୍ଟୋରେଟ, ତ ଆମେ ଦେଖିଲେ କି ବ୍ରିଟିଶ କିଛି ନା କିଛି ଆମକୁ ଦଉଛି ତାର ଲେଜିସ୍ଲେଟିଭ କାଉନସିଲରେ, ବୋଥ ସେଣ୍ଟରରେ ଅଛି ପ୍ରୋଭିନ୍ସରେ ଅଛି। ତ ସେ ସେଠି ଆମକୁ କିଛି ଇଣ୍ଡିଆନ ମାନଙ୍କୁ ଧୀରେ ଧୀରେ ପାୱାର ଦେଲା। ଏଠି ଆମକୁ ଇନଡାଇରେକ୍ଟ ଇଲେକ୍ସନ 1892 ଇଣ୍ଟ୍ରୋଡ୍ୟୁସ କଲା। କିନ୍ତୁ 1909 କଣ କଲା, ତାର ବି ଫାଇଦା ଉଠେଇଥିଲା। କଣ ନା ସେପାରେଟ ଇଲେକ୍ଟୋରେଟ ଫର ମୁସଲିମ, ତାର ମାନେ ଗୋଟେ ରିଜର୍ଭେସନ ସିଷ୍ଟମ ଟାଇପର କଲା କି ମୁସଲମାନ ମାନେ ହିଁ ତାଙ୍କୁ ଜଣକୁ ଭୋଟ ଦେବେ, ସେ ଏଠିକି ଆସିବ। ଆଉ ହିନ୍ଦୁ ମାନଙ୍କ ପାଇଁ ଏତିକି ସିଟ୍, ତାଙ୍କ ପାଇଁ ଏତିକି ସିଟ୍, ଇଏ ପ୍ରକାର ଗୋଟେ ଦେଲା। ଯାହା ଫଳରେ କି ସେ ଆମର ଯୋଉ ସ୍ୱଦେଶୀ ମୁଭମେଣ୍ଟ ହେଇଥିଲା 1909 ରେ, ଯୋଉ 1905 ରେ ସ୍ୱଦେଶୀ ମୁଭମେଣ୍ଟ, ସେଇଟା ହିନ୍ଦୁ ମୁସଲମାନ ୟୁନିଟିର ଗୋଟେ ମିସାଲ ଥିଲା, ମସାଲ ଥିଲା। ତ ତାକୁ ଭାଙ୍ଗିବା ପାଇଁ ଏଇ ଜିନିଷଟା କରାଗଲା। ତ ସେଇଟା ହେଇଥିଲା କଣ ପାଇଁ ସ୍ୱଦେଶୀ ମୁଭମେଣ୍ଟ, ଆମେ ଜାଣିଛେ ବେଙ୍ଗଲ ପାର୍ଟିସନ ପାଇଁ ହେଇଥିଲା, ହିନ୍ଦୁ ଆଉ ମୁସଲମାନ ଅଲଗା କରିକି। ସେଟା ତ ଫେଲିୟର ହେଇଗଲା। କିନ୍ତୁ ଏଇଠି ସେ ଆକ୍ଟ ଆଣିଲେ ସେପାରେଟ ଇଲେକ୍ଟୋରେଟ କରିକି। ତ ଏଇଟା ବ୍ରିଟିଶର ଡିଭାଇଡ ଆଣ୍ଡ ପଲିସିର ଗୋଟେ ରୋଲ ଥିଲା। ତାପରେ ଇନକ୍ରିଜ ନମ୍ବର ଅଫ ଇଲେକ୍ଟେଡ ମେମ୍ବର୍ସ। ଇଲେକ୍ଟେଡ ମେମ୍ବର୍ସ ଯୋଉ ତାଙ୍କ ନମ୍ବର ବଢେଇଲେ, ଆଉ ସେଥିପାଇଁ ସେପାରେଟ ଇଲେକ୍ଟୋରେଟ ନା, ଆଙ୍କ ପାଇଁ ଅଲଗା ତାଙ୍କ ପାଇଁ ଅଲଗା, ତ ନମ୍ବର ବଢେଇଦବା। ଇଣ୍ଡିଆନ୍ସ ଗିଭେନ ମେଜରିଟି ଇନ ପ୍ରୋଭିନ୍ସିଆଲ ଲେଜିସ୍ଲେଟିଭ କାଉନସିଲ ଏକ୍ସେପ୍ଟ ଅଫିସିଆଲ୍ସ। ଏଇଟା ଦେଖନ୍ତୁ ପ୍ରୋଭିନ୍ସିଆଲ ଆସିଗଲା। ପ୍ରୋଭିନ୍ସିଆଲ ମାନେ ଭାବନ୍ତୁ ଷ୍ଟେଟ ଗଭର୍ଣ୍ଣମେଣ୍ଟ ଆଉ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ, ଆଉ କେତେଟା ଡାଇରେକ୍ଟ ରୁଲ ହଉଥିଲା ଯୋଉଟା କି ୟୁନିୟନ ଟେରିଟୋରୀ, ସେ ଟାଇପର ଗଲା। ଯେଟା ପ୍ରୋଭିନ୍ସିଆଲ କଥା ପଡୁଛି, ସେଥିରେ ପ୍ରୋଭିନ୍ସିଆଲ ମାନେ ଷ୍ଟେଟ ହେଲା। ତ ସେଠି କଣ କରାଗଲା ନା, ସେଠି ଇଣ୍ଡିଆନ ମାନଙ୍କୁ, ସେଠି ଯୋଉ ଗଭର୍ଣ୍ଣର ଧର ଜଣେ ଥିଲେ, ସେଣ୍ଟରରେ ରହିଲେ ଭାଇସ ରଏ, ତାଙ୍କର ଦିଟା ଗଭର୍ଣ୍ଣିଂ ଲେଜିସ୍ଲେଟିଭ କାଉନସିଲ ଆଉ ଏକ୍ଜିକ୍ୟୁଟିଭ କାଉନସିଲ ରହିଲା। କିନ୍ତୁ ଗଭର୍ଣ୍ଣର ତଳେ ପ୍ରୋଭିନ୍ସରେ ବି ସେମିତି ରହିଗଲା, ଆମର ଗୋଟେ ରହିଲା ଲେଜିସ୍ଲେଟିଭ କାଉନସିଲ ଆଉ ଏକ୍ଜିକ୍ୟୁଟିଭ କାଉନସିଲ। ତ ସେଇ ଲେଜିସ୍ଲେଟିଭ କାଉନସିଲରେ ସେଠି ଆମର ଇଣ୍ଡିଆନ ମାନଙ୍କୁ ମେଜରିଟି ଦବାକୁ କୁହାଗଲା। ମାନେ ମେଜରିଟି ରହିବେ, କିନ୍ତୁ ଅଫିସିଆଲ ସେମାନେ ରହିପାରିବେନି। କିଛି ଯୋଉ ଅଫିସିଆଲ ଷ୍ଟାଫ ସବୁ ରହୁଥିଲେ, ସେଥିରେ ତାଙ୍କର କିଛି ରୋଲ ନାହିଁ, କେବଳ ଲେଜିସ୍ଲେଟିଭରେ ତାଙ୍କୁ ଅଧିକ ଲୋକ ଦିଆଗଲା। ତ ଏଠି ଗୋଟେ ଆମକୁ ବଡ ବେନିଫିଟ ହେଲା, ଲୋକ ରହିଲେ। ଫାର୍ଷ୍ଟ ଷ୍ଟେପ ଟୁଆର୍ଡ କମ୍ୟୁନାଲ ରିପ୍ରେଜେଣ୍ଟେସନ। ଏ କମ୍ୟୁନାଲ ରିପ୍ରେଜେଣ୍ଟେସନ ମାନେ କଣ, ଯୋଉ ଏଇ ଯୋଉ କମ୍ୟୁନିଟି ବେସ୍ଡ ରିଲିଜିଅନ ହେଇକିରି, ତ ସେଇଟା ଫାର୍ଷ୍ଟ 1909 ରେ ହେଇଥିଲା। ତାପରେ 1919 କୁ ଆସିବା, ଭାଇସ ରହିଥିଲେ ଆମର ଲର୍ଡ କ୍ଲେମସଫୋର୍ଡ ଇଣ୍ଡିଆରେ। ସେଟା ସେ 1905 ରୁ 10, 1916 ରୁ 21। ତ ଏଠି ଗାନ୍ଧୀଙ୍କର ମେଜର ଇଭେଣ୍ଟ ସବୁ ଯୋଉ ଆସିଥିଲେ, ସେ ଆଙ୍କରି ପାଖରେ ଷ୍ଟାର୍ଟ ହେଇଯାଇଥିଲା, ଲର୍ଡ କ୍ଲେମସଫୋର୍ଡ। ଆଉ ମଣ୍ଟାଗୁ କହୁଛନ୍ତି, ମଣ୍ଟାଗୁ ଯିଏ ଥିଲେ, ସେ ଥିଲେ ସେକ୍ରେଟାରୀ ଅଫ ଷ୍ଟେଟ ବ୍ରିଟିଶର। ତ ମଣ୍ଟାଗୁ କ୍ଲେମସଫୋର୍ଡ ରିଫର୍ମ, ଏଟା ରିଫର୍ମସ କାଇଁ କୁହାହଉଛି ନା, ଏଠି ଆମର ଇଣ୍ଡିଆର ଯୋଉ ଗଭର୍ଣ୍ଣିଂ ରୁଲ ଯୋଉ ସବୁ ଫ୍ରେମ ହଉଥିଲା ସେଠି, ତାକୁ ରିଫର୍ମ କରିବାକୁ ଚେଷ୍ଟା କରିଥିଲେ। ଦ୍ୟାଟ୍ସ ହ୍ୱାଇ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆନ କାଉନସିଲ, ଏ ଯୋଉ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ ଏଟାକୁ କୁହାଗଲା। ଏପର୍ଯ୍ୟନ୍ତ କୁହାହଉଥିଲା ଇଣ୍ଡିଆନ କାଉନସିଲ ଆକ୍ଟ, ଏମିତି ମନେ। ତ ଇଣ୍ଟ୍ରୋଡ୍ୟୁସ ଡାୟାର୍କି ଇନ୍ ପ୍ରୋଭିନ୍ସେସ। ପ୍ରୋଭିନ୍ସେସ କଥା ଦେଖୁଥିଲେ, ସେଣ୍ଟର ରହିଲା, ଆଉ ତା ଅଣ୍ଡରରେ ପ୍ରୋଭିନ୍ସେସ, ଷ୍ଟେଟ ମାନେ ଷ୍ଟେଟ ଲେବୁଲରେ, ପ୍ରୋଭିନ୍ସ ଲେବୁଲରେ ଡାୟାର୍କି। ତ ଏଇଟା ମନେ ରଖିବେ, ଲେଟ୍ ଦ ବେସିସ୍ ଅଫ ରେସ୍ପନ୍ସିବୁଲ ଗଭର୍ଣ୍ଣମେଣ୍ଟ। ଗଭର୍ଣ୍ଣମେଣ୍ଟ ରେସ୍ପନ୍ସିବୁଲ ହବ, ସେଇଟା ଇଣ୍ଟ୍ରୋଡ୍ୟୁସ କରାଗଲା। ରେସ୍ପନ୍ସିବୁଲ ଗଭର୍ଣ୍ଣମେଣ୍ଟର ମାନେ କଣ, ଆମେ ଯୋଉ ପଢିଲେ ପ୍ରୋଭିନ୍ସରେ ଗୋଟେ ଲେଜିସ୍ଲେଟିଭ କାଉନସିଲ ହଉଥିଲା, ଗୋଟେ ଏକ୍ଜିକ୍ୟୁଟିଭ କାଉନସିଲ ହଉଥିଲା, ଦିଟା ଅଲଗା ବ୍ରାଞ୍ଚ ଥିଲେ ନା ନାଇଁ। କିନ୍ତୁ ସେଇଟା ଅଲଗା ବ୍ରାଞ୍ଚ, ଆଉ ରେସ୍ପନ୍ସିବୁଲ ଗଭର୍ଣ୍ଣମେଣ୍ଟ ମାନେ ଇଏ ପୁରା ଅଲଗା ଥିଲା। ଏବେ ଆମର ଆମର ଯୋଉ ଗଭର୍ଣ୍ଣମେଣ୍ଟକୁ କହୁଛନ୍ତି ରେସ୍ପନ୍ସିବୁଲ ଗଭର୍ଣ୍ଣମେଣ୍ଟ, ବିକଜ ସିଏ ଯୋଉ ଏକ୍ଜିକ୍ୟୁଟିଭ କାଉନସିଲ ଯାହା ଡିସିସନ ନେବେ, ସିଏ ରେସ୍ପନ୍ସିବୁଲ ହେବେ, ଏଠି ଆନ୍ସରେବୁଲ ହେବେ ଲେଜିସ୍ଲେଟିଭ କାଉନସିଲରେ। ସେ ଯାଇକି ସେଠି ଆନ୍ସର ଦେବେ, ଏଇଟା କାଇଁ କଲ କାଇଁ କଲନି, ତାର ଆନ୍ସରେବୁଲ ସେ ଯାହା ବି ଡିସିସନ, ଯାହା ବି ଆକ୍ସନ ନଉଛନ୍ତି। ତ ସେଥିପାଇଁ ଏଇଠି କିନ୍ତୁ ଆଗରୁ ସେ ପୁରା ଅଲଗା ଥିଲା। ତ ଏଇଠି ଦେଖନ୍ତୁ 1919 ରେ ରେସ୍ପନ୍ସିବୁଲ ଗଭର୍ଣ୍ଣମେଣ୍ଟ ବୋଲି କୁହାଗଲା। ଡାୟାର୍କି କଣ, ଏଇଟା କନଫ୍ୟୁଜିଂ, ଏଇଟା ଆମେ ଏଇଠି ଦେଖିବା। ଡାୟାର୍କି ଇଣ୍ଟ୍ରୋଡ୍ୟୁସଡ ଇନ ଦ ପ୍ରୋଭିନ୍ସେସ। ଡାୟାର୍କି କରାଗଲା କଣ ନା, ଡିଭାଇଡେଡ ଇନଟୁ ଟ୍ରାନ୍ସଫର ଆଉ ରିଜର୍ଭ ସବଜେକ୍ଟ। ତ ଦିଟା ଭିତରେ କନଫ୍ୟୁଜନ ହୁଏ, ୟୁପିଏସସି ବି ପଚାରିଛି କନଫ୍ୟୁଜ କରିକି, ଡୁଆଲ ଗଭର୍ଣ୍ଣମେଣ୍ଟ ଆଉ ଡାୟାର୍କି। ଏଠି ଗଭର୍ଣ୍ଣମେଣ୍ଟ ସେମ୍, ଦେଖ ଏଠି ପ୍ରୋଭିନ୍ସେସ ଲେବୁଲରେ ଅଛି, ଆଉ ଏଠି ସେଣ୍ଟ୍ରାଲ ଲେବୁଲରେ ଅଛି। କିନ୍ତୁ ଯୋଉ ଟ୍ରାନ୍ସଫର ସବଜେକ୍ଟ ଆଉ ରିଜର୍ଭ ସବଜେକ୍ଟ, ମାନେ ଏବେ ଏଇଠି ସିଷ୍ଟମଟା ଅଣା ହେଲା କଣ, ଆମର ଯେମିତି ଏବେ ୟୁନିୟନ ଲିଷ୍ଟ ଅଛି, ଆଉ କେତେଟା ଅଛି ଷ୍ଟେଟ ଲିଷ୍ଟ ଅଛି, ଆଉ କିଛିଟା ଅଛି ଆମର କନକରେଣ୍ଟ ଲିଷ୍ଟ। ତ ସିଏ ସେଇଭଳିଆ ସିଷ୍ଟମ ଗୋଟେ କରାଗଲା। ତ କରାଗଲା କଣ ନା, କେତେଟା ରିଜର୍ଭ ରଖାଗଲା, କେବଳ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଯିଏ ସିଏ କରିବେ, ସେଠିକାର ଯୋଉ ଲେଜିସ୍ଲେଟିଭ କାଉନସିଲ ଆଉ ଏକ୍ଜିକ୍ୟୁଟିଭ କାଉନସିଲ ସିଏ ତାଙ୍କର କରିବେ। କିନ୍ତୁ ଆଉ କିଛିଟା ଟ୍ରାନ୍ସଫର କରାଗଲା ଟୁ ଲେଜିସ୍ଲେଟିଭ କାଉନସିଲ ଅଫ ପ୍ରୋଭିନ୍ସେସ। ତ ସେଇଟା କୁହାଗଲା ଟ୍ରାନ୍ସଫର ସବଜେକ୍ଟ। ତ ଲାଇକ୍ ରିଜର୍ଭ ସେଇଟା ଆମେ ଯେମିତି ଏବେ ଯେମିତି ଅଛି, ଜାଣିପାରନ୍ତି ଏବେ ଲ ଅର୍ଡର ତ ନାହିଁ, ଏବେ ଷ୍ଟେଟ ସବଜେକ୍ଟ, ବଟ୍ ସେତେବେଳେ ଲ ଆଣ୍ଡ ଅର୍ଡର ହେଲା। ତ ଏସବୁ ଜିନିଷ ଜଷ୍ଟିସ ହେଲା, ତ ସେଇଟାକୁ ସେ ସେଣ୍ଟ୍ରାଲି ପାୱାର ତାଙ୍କ ପାଖରେ ରଖୁଥିଲେ, ରିଜର୍ଭ ରଖୁଥିଲେ। ଟ୍ରାନ୍ସଫର କରିଦେଲେ, ଯୋଉଟା କି ପାୱାରକୁ ଟ୍ରାନ୍ସଫର କରାଗଲା। ତ ଇଏ ସେମିତି ଏବେ କୁହାହଉଥିଲା ସେତେବେଳେ। ତ ସେଇଟାକୁ କହୁଥିଲେ ଡାୟାର୍କି। ତ ଏଇଟାକୁ ମନେ ରଖିବେ। ତାପରେ ବାଇ କ୍ୟାମେରାଲ ଲେଜିସ୍ଲେଟର ଆଟ ଦ ସେଣ୍ଟର, କାଉନସିଲ ଅଫ ଷ୍ଟେଟ ଆଣ୍ଡ ଲେଜିସ୍ଲେଟିଭ କାଉନସିଲ। ଏବେ ଯୋଉ ସେଣ୍ଟ୍ରାଲ ସ୍ତରରେ ଯୋଉଟା ଥିଲା, ଗୋଟେ ଥିଲା ଲେଜିସ୍ଲେଟିଭ କାଉନସିଲ, ଯୋଉଟା ଆଉ ଗୋଟେ ଏକ୍ଜିକ୍ୟୁଟିଭ କାଉନସିଲ, ଆଉ ପ୍ରୋଭିନ୍ସ ଲେବୁଲରେ ଥିଲା ଆମର ଲେଜିସ୍ଲେଟିଭ କାଉନସିଲ, ଏକ୍ଜିକ୍ୟୁଟିଭ କାଉନସିଲ। ଏଇ ଯୋଉ ଲେଜିସ୍ଲେଟିଭ କାଉନସିଲକୁ ଦି ଭାଗ କରିଦିଆଗଲା, ଗୋଟେ ହେଲା ଅପର ହାଉସ, ଲୋୟର ହାଉସ। ସେଟା ପୁରା ସେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଟାଇପର କଲେ। ଲାଇକ୍ ତମର କାଉନସିଲ ଅଫ ଷ୍ଟେଟ କହିଲେ, କାଉନସିଲ ଅଫ ଷ୍ଟେଟ ଯୋଉଟା ହାୟର ବଡି, ଆଉ ଲେଜିସ୍ଲେଟିଭ ଆସେମ୍ବଲି କହିଲେ ଯୋଉଟା ଲୋୟର ବଡି। ଫ୍ରାଞ୍ଚାଇଜ ଏକ୍ସପାଣ୍ଡେଡ, ଫ୍ରାଞ୍ଚାଇଜ ମାନେ
କିଏ ଏଠିକି ଇଲେକ୍ସନ ହେଇକି ଆସିବେ। ତ ଇଲେକ୍ସନ ଇନଡାଇରେକ୍ଟ ଇଲେକ୍ସନ ହଉଥିଲା। ପ୍ରୋଭିନ୍ସେସ୍ ରୁ ଏମାନେ ସବୁ ଦଉଥିଲେ, କିଛି ରାଜା ଫାଜା ଯୋଉ ଥିଲେ ସେମାନେ ବି ଦଉଥିଲେ। ତ ସେଇଟା ସେପାରେସନ ଅଫ ଜୁଡିସିଆଲ ଫ୍ରମ ଏକ୍ଜିକ୍ୟୁଟିଭ। ଏକ୍ଜିକ୍ୟୁଟିଭ ହାତରେ ଯୋଉ ମୁଖ୍ୟତଃ କିଛିଟା ଜୁଡିସିଆଲ ପାୱାର ରହୁଥିଲା, କିଛିଟା ରହୁଥିଲା, କାରଣ କୋର୍ଟ ସିଷ୍ଟମ ତ ଅଲରେଡି ଆମର ଏଷ୍ଟାବ୍ଲିଶ ହେଇଯାଇଥିଲା। ସେଇଟାକୁ ପୁରା ଅଲଗା କରିଦେଲେ। ଆଉ ସେ ଜୁଡିସିଆରି ଏଟା ଦେଖିବେନି। ନେଚର ଷ୍ଟେପ୍ ଟୁୱାର୍ଡସ୍ ରେସ୍ପନ୍ସିବୁଲ ଗଭର୍ଣ୍ଣମେଣ୍ଟ, ଏଇଟା ମନେ ରଖିବେ। ତାପରେ ପୁଣି ଆସିଲା 1935 ଆକ୍ଟ। ସେତେବେଳେ ଥିଲେ ଲର୍ଡ ୱିଲିଂଟନ ଥିଲେ ଏତେବେଳକୁ। ତ ଏଇଟା ତ ନାଁ ଅନୁସାରେ 1919 ଆକ୍ଟ ମଣ୍ଟାଗୁ କ୍ଲେମ୍ସ। ଆଉ ଏଥିରେ ଗୋଟେ କନଫ୍ୟୁଜନ ହୁଏ କି 1909 ଟା ମଣ୍ଟାଗୁ କ୍ଲେମ୍ସ କୋଡ୍, 1919 ଟା ମଣ୍ଟେମିଲୋ, ଏମିତି କନଫ୍ୟୁଜନ ହେଇଯାଏ। ଟିକେ ଫାଷ୍ଟ ମନେ ରଖିବେ 1909 ବେଳକୁ ଏମଏମ୍ ଥିଲା, 1919 ରୁ ଏମସି ହେଇଗଲା, ଏମଏମଏମସି। ତାପରେ 1935 ବେଳକୁ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ ଆଉଥରେ ଆସିଲା। ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ ଆସିଛି ମାନେ ଆମର ଇନସାଇଡ ରେଗୁଲେସନ ପାଇଁ, ସରି ଓଭରାଲି ଉପରୁ ଆସିଛି, ମାନେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଚାହୁଁଛି କିଛି କରିବା ପାଇଁ। ତ ସେଠି ଭାଇସରୟ ଥିଲେ ଲର୍ଡ ୱିଲିଂଟନ ଥିଲେ। ତ 1931 ରୁ 1936 ଥିଲେ। ତ ମୋଷ୍ଟ ଏକ୍ସପେନ୍ସିଭ ଆକ୍ଟ ଲେଡ୍ ଡାଉନ୍ ଫ୍ରେମୱାର୍କ ଫର ଫେଡେରାଲ ଷ୍ଟ୍ରକ୍ଚର ଆଣ୍ଡ ପ୍ରୋଭିନ୍ସିଆଲ ଅଟୋନୋମି। ଅଟୋନୋମି ଆସିଲା ମାନେ କଣ, ମାନେ ଏଇ ଯୋଉ ଦିଟା ସ୍ତରରେ ଥିଲା, ସେଣ୍ଟ୍ରାଲ ସ୍ତରରେ ଆଉ ପ୍ରୋଭିନ୍ସ ସ୍ତରରେ, ତ ସିଏ ଆକୁ ଅଟୋନୋମସ ଦିଆଗଲା। ମାନେ ଏବେ ଯେମିତି ଆମେ ଷ୍ଟେଟ ଅଟୋନୋମି ଅଛି, ଆଉ ଗୋଟେ ଫର୍ମ ଅଫ ଗଭର୍ଣ୍ଣମେଣ୍ଟ ଲୋକାଲ ବଡିକୁ 73 74 ଆମେଣ୍ଡମେଣ୍ଟ ଅନୁସାରେ ତାକୁ ଅଟୋନୋମି ଦିଆଗଲା, ମାନେ ସେ କନଷ୍ଟିଟ୍ୟୁସନ ରିକଗ୍ନିସନ ପାଇଗଲା, ସେ ତାର ଅଟୋନୋମସ ଡିସିସନ୍ସ ନେଇପାରିବ। ସେମିତି ପ୍ରୋଭିନ୍ସ ଗଭର୍ଣ୍ଣମେଣ୍ଟ ଏପର୍ଯ୍ୟନ୍ତ ଅଟୋନୋମସ ଆସିନଥିଲା, ସେ ଅଣ୍ଡରରେ ଥିଲେ, ଏବେ ତାକୁ ଅଟୋନୋମି ଦିଆଗଲା। ଆଉ ଫେଡେରାଲ ଷ୍ଟ୍ରକ୍ଚର ର ଫର୍ମେସନ ହେଲା। ଫେଡେରାଲ ଷ୍ଟ୍ରକ୍ଚର କଣ ସେଇଟା ଦେଖିବା। ଅଲ୍ ଇଣ୍ଡିଆ ଫେଡେରେସନ ପ୍ରପୋଜ୍ଡ, ମାନେ ପ୍ରିନ୍ସଲି ଷ୍ଟେଟ ପ୍ଲସ ବ୍ରିଟିଶ ଇଣ୍ଡିଆ ମିଶିକି ଫେଡେରେସନ, ମାନେ ଉପରେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ରହିବ, ତା ତଳେ ସବୁ ସମସ୍ତେ ମିଶି ପ୍ରିନ୍ସଲି ଷ୍ଟେଟ ବ୍ରିଟିଶ ଇଣ୍ଡିଆ କିଛି ଗୋଟେ ଫେଡେରାଲ ଷ୍ଟ୍ରକ୍ଚର ହବ ବୋଲି କୁହାଗଲା। କିନ୍ତୁ ସେଇଟା ଏବେ ବି ଏଇଟା ହେଇପାରିଲା ନାହିଁ ମନେ କରନ୍ତୁ। କାହିଁକି ନା ପ୍ରିନ୍ସଲି ଷ୍ଟେଟ, ଯୋଉମାନେ ପ୍ରିନ୍ସଲି ଷ୍ଟେଟ କାହାକୁ କହୁଛନ୍ତି, ତ ଆମର ହୋଲ ଇଣ୍ଡିଆ ଯୋଉ ଆମର ଥିଲା ସେତେବେଳକୁ ପୁରା ଏମିତି ହେଇକିରି ପୁରା ପାକିସ୍ତାନ ସବୁ ମିଶିକି ଥିଲା। କିଛିଟା ପୁରା ଶାସନ ତ ହଉଥିଲା ବ୍ରିଟିଶ ଇଣ୍ଡିଆ ଦ୍ୱାରା। କିଛିଟା ପ୍ରୋଭିନ୍ସ ଆମେ ଜାଣିଛେ, ହାଇଦ୍ରାବାଦ, ଏଠି ନର୍ଥ ୱେଷ୍ଟ ଫ୍ରଣ୍ଟିୟର ପ୍ରୋଭିନ୍ସ, ଆଉ ଆମର ସିକିମ, ଆଉ ଜୌନପୁର, ତ ଏଇ ସବୁ କିଛିଟା ଜିନିଷ ଥିଲା ଯୋଉଟା କି ରାଜା ଥିଲେ ସେଠି, ତ ତାଙ୍କୁ ପ୍ରିନ୍ସଲି ଷ୍ଟେଟ ବୋଲି କୁହାହଉଥିଲା। ଆଉ ଅଲଗା ଜାଗାକୁ ବ୍ରିଟିଶ ଇଣ୍ଡିଆ, ଯୋଉଟା ବ୍ରିଟିଶ ମାନେ ଶାସନ କରୁଥିଲେ। ତ ସେଇଟା ସେ ପ୍ରୋଭିନ୍ସିଆଲ ଅଟୋନୋମି ଇଣ୍ଟ୍ରୋଡ୍ୟୁସ୍ଡ। ତ ପ୍ରୋଭିନ୍ସ ମାନେ ଏଇ ବ୍ରିଟିଶ ଇଣ୍ଡିଆକୁ କହୁଥିଲେ ପ୍ରୋଭିନ୍ସ, ଏଇଟା ମନେ ରଖିବେ। ଏଇଟା ପ୍ରିନ୍ସଲି ଷ୍ଟେଟ ଅଲଗା, ବ୍ରିଟିଶ ଇଣ୍ଡିଆ ଅଣ୍ଡରରେ ଯୋଉଟା ଶାସନ ହଉଥିଲେ ସେଟା ଷ୍ଟେଟ ବା ପ୍ରୋଭିନ୍ସ କହୁଥିଲେ। ତ ସେଠି ତାଙ୍କୁ ଅଟୋନୋମି ଦିଆଗଲା। ଆଉ ବାଇକାମେରାଲ ଫେଡେରାଲ ଲେଜିସ୍ଲେଚର, ଫେଡେରାଲ ଲେଜିସ୍ଲେଚର ମାନେ ଫେଡେରାଲିଜମ ଯେହେତୁ କହୁଥିଲା, ସେଣ୍ଟରରେ ବାଇକାମେରାଲ, ତ ସେଠି ଲୋକସଭା ଟାଇପର ରାଜ୍ୟସଭା ଟାଇପର ହବ। ଫେଡେରାଲ କୋର୍ଟ ଗୋଟେ ସୁପ୍ରିମ କୋର୍ଟ ଭଳିଆ ଏଷ୍ଟାବ୍ଲିଶ ହେଲା। ଆଉ ପବ୍ଲିକ ସର୍ଭିସ କମିଶନ ସେଟଅପ, ଯୋଉ ୟୁପିଏସସି ଟାଇପର ଆମର ପବ୍ଲିକ ସର୍ଭିସ କମିଶନ ବି ହେଲା। ତ ଏଇଟା ମନେ ରଖିବେ 1935। ଆଉ ଆଛା ବହୁତ ଫିଚର ଆସିଛି ଯୋଉଟା କି ଆମେ 1935 ରୁ ବି ଆଣିଛେ, ସେଇଟା ଆମେ କନଷ୍ଟିଟ୍ୟୁସନ ଡେଭଲପମେଣ୍ଟ ଦେଖିଦବା। ତ ସେଇଟାକୁ ଟିକେ ମାଇଣ୍ଡରେ ରଖିବେ। ଲେଟ୍ ଦ ଫାଉଣ୍ଡେସନ ଅଫ ଫେଡେରାଲ ଇଣ୍ଡିଆ, କିନ୍ତୁ ସେଇଟା ଆସିଲାନି କେବେ ବି। ତାପରେ ଇଣ୍ଡିପେଣ୍ଡେନ୍ସ ଆକ୍ଟ, ଏଇଟା ପକେଇ ଦଉଛି, ଏଇଟା ବିକଜ ପିଲା ଖାଲି ପଢନ୍ତିନି, ସେ ଖାଲି ମନେ ରଖିଦିଅନ୍ତେ ହଁ ଆମର ଇଣ୍ଡିପେଣ୍ଡେନ୍ସ ତ ହେଇଗଲା ଆଉ, ସେଇଟା ସେଇ ଆକ୍ଟ ଅନୁସାରେ, ବଟ୍ ନାହିଁ। ଲର୍ଡ ମାଉଣ୍ଟବ୍ୟାଟେନ, ମନେ ରଖିବେ ଏଇଟା ଲାଷ୍ଟ ଭାଇସରୟ ଆମର ଇଣ୍ଡିଆର। ପ୍ରୋଭାଇଡେଡ ଫର ଟ୍ରାନ୍ସଫର ଅଫ ପାୱାର ଆଣ୍ଡ ଇଣ୍ଡିପେଣ୍ଡେନ୍ସ ଅଫ ଇଣ୍ଡିଆ। କି ପ୍ରୋଭିଜନ କଣ ରହିଲେ, ପାର୍ଟିସନ କରାଇବ, ଆଉ ସୋଭେରେନିଟି ଡୋମିନିୟନ୍ସ ଦବ, ଦିଟା ଡୋମିନିୟନ ଷ୍ଟାଟସ ହେଲା। ତାପରେ ଏଣ୍ଡ ଅଫ ବ୍ରିଟିଶ ପାରାମାଉନ୍ସି, ବ୍ରିଟିଶ ଆଉ କିଛି ଏଠି କୁହାହବ ନାହିଁ। ଏଣ୍ଡ ଅଫ ବ୍ରିଟିଶ ରୁଲ, ଷ୍ଟାର୍ଟ ଅଫ ଇଣ୍ଡିପେଣ୍ଡେଣ୍ଟ ଇଣ୍ଡିଆ। So these are all the things we needed for our understanding of constitution କେମିତି ଡେଭଲପ ହେଇଛି। ତ ସେଇଟା ଦେଖନ୍ତୁ ଏଇଠି କି କନସେପ୍ଟ ଏଠି ହେଲା କି ଫ୍ରମ ସେଣ୍ଟ୍ରାଲାଇଜେସନ 1858 ରୁ ସେଣ୍ଟ୍ରାଲାଇଜ ହେଲା, ଡିସେଣ୍ଟ୍ରାଲାଇଜେସନ ହେଲା 1935 ରେ, ପୁରା ଫୁଲି ଫେଡେରାଲ ଷ୍ଟ୍ରକ୍ଚର କରିଦବା, ପ୍ରୋଭିନ୍ସିଆଲ କୁ ଅଟୋନୋମି ଦେଇଦବା, ଡିସେଣ୍ଟ୍ରାଲାଇଜ ହେଇଯିବ। ଫର ନୋମିନେସନ 1861 ରୁ ନୋମିନେସନ ଷ୍ଟାର୍ଟ ହେଇଥିଲା, ମନେ ଅଛି ଆମେ ଏକ୍ଜିକ୍ୟୁଟିଭ କାଉନସିଲ ରୁ କିଛି ମେମ୍ବର ନେଇଥିଲେ। ତାପରେ 1891 ରେ ଆମେ ଗଭର୍ଣ୍ଣିଂ କାଉନସିଲ ରେ ଏକ୍ସପାଣ୍ଡ କଲେ, କିଛି ମେନସନ କଲେ। ନୋମିନେସନ ରୁ ଇଲେକ୍ସନ 1909 ରେ ଇଣ୍ଟ୍ରୋଡ୍ୟୁସ କରାଗଲା, 1909 ରେ ଇଲେକ୍ସନ ଷ୍ଟାର୍ଟ ହେଇଗଲା, ଏଇଟା ମନେ ରଖନ୍ତୁ। ତାପରେ ଫ୍ରମ ଏକ୍ଜିକ୍ୟୁଟିଭ କଣ୍ଟ୍ରୋଲ ଟୁ ରେସ୍ପନ୍ସିବୁଲ ଗଭର୍ଣ୍ଣମେଣ୍ଟ 1909 ରେ ରେସ୍ପନ୍ସିବୁଲ ଗଭର୍ଣ୍ଣମେଣ୍ଟ କରାଗଲା। ଫ୍ରମ ବ୍ରିଟିଶ ରୁଲ ଟୁ ଇଣ୍ଡିପେଣ୍ଡେଣ୍ଟ ରୁଲ, ଏଇଟା ଜାଣିଲେ। ତାପରେ ଏସବୁ ଜିନିଷ ତ କଣ ସବୁ ହେଇଥିଲା, ଏଇଟା ହିଷ୍ଟ୍ରିରେ ଦେଖିବା। ତାପରେ ଆଟ ଗ୍ଲାନ୍ସ କମ୍ପାନୀ ରୁଲ, ଏଇଟା ମୁଁ କହିଲି। କାଉନସିଲ ଆକ୍ଟ, ଇଣ୍ଡିଆନ କାଉନସିଲ ଆକ୍ଟ 1909, ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ 1919 1935, ଏ ସବୁ ଥିଲେ ଦେଖନ୍ତୁ। ଲ୍ୟାଣ୍ଡ ଓନ୍ ଲର୍ଡ କ୍ୟାନିଂ। ତ ଏସବୁ ଜିନିଷ ଆମେ ଦେଖିଦେଲେ ପୁରା। ଏଇଠି ଡାଇରେକ୍ଟ 1919 ରେ ଦେଖନ୍ତୁ ଡାଇରେକ୍ଟ ଇଲେକ୍ସନ ଇଣ୍ଟ୍ରୋଡ୍ୟୁସ କରାଗଲା 1919। କିନ୍ତୁ ଇଲେକ୍ସନ ଗୋଟେ ଟର୍ମ ହବ ବୋଲି କୁହାଗଲା, ସେଇଟା ଆମର 1909 ରେ। ଆଉ 1999 ରେ ସେମାନେ ନୋମିନେଟ ହଉଥିଲେ ଇନଡାଇରେକ୍ଟ ଥ୍ରୋରେ, ସେଇଟା ଗୋଟେ ଟାଇପ ଅଫ ଇଲେକ୍ସନ। ତ ଲର୍ଡ ମାଉଣ୍ଟବ୍ୟାଟେନ ଏ ସବୁ ଗଲା। ଇଣ୍ଡିଆନ କନଷ୍ଟିଟ୍ୟୁସନ ଫ୍ରେମିଂ ପ୍ରୋସେସ ଆଉ ବେସିକ ଫିଚର ଆଉ ଇଭଲ୍ୟୁସନ। ତ ଏଠି ତ ଏଇଟା ଆମର ଡେଭଲପମେଣ୍ଟ କରିଦେଲେ, ଗୋଟେ ଦିଟା ସ୍ଲାଇଡ୍ ମୁଁ ଦେଇଦେଇଛି। ଏବେ ଆସିଗଲା ସେକେଣ୍ଡ ଚାପ୍ଟରକୁ, ଆମର ଇଣ୍ଡିଆନ କନଷ୍ଟିଟ୍ୟୁସନ ର ଡେଭଲପମେଣ୍ଟ ପ୍ରୋସେସ କେମିତି ହେଇଛି, ଯୋଉ କୁହନ୍ତି କନଷ୍ଟିଟ୍ୟୁସନ ଆସେମ୍ବଲି ହେଲା, ଇଏ ହେଲା। ତ ଏଇଟା ଗୋଟେ ଫ୍ଲୁଇଡ ମ୍ୟାନୁଆଲରେ କେବେ କଣ ହେଇଥିଲା ଗପ ଟାଇପ ର ମନେ ନ ରଖିବା, ତାର ଭିତରେ କୌଣସି ନା କୌଣସି ଛୋଟ ଛୋଟ ଚେଞ୍ଜେସ ସେ କରିଦଉଛି। ତ ଏଇଠି ଦେଖନ୍ତୁ କଣ କନଷ୍ଟିଟ୍ୟୁସନ ପ୍ରୋସେସ କଣ। ପ୍ରଥମେ 1934 ରେ ଏମଏନ ରୟ ଡିମାଣ୍ଡ କଲେ
ऑल दीज आर गोटे टाइप ऑफ पॉसिबल क्वेश्चंस ओके। तो एटा को देखंतु कॉन्स्टिट्यूशनल डिमांड कले 1934 रे एमएन रॉय 1940 रे अगस्त ऑफर आसिला प्रोमिज ऑफ ए कॉन्स्टिट्यूएंट असेंबली अगस्त ऑफर रे गवर्नमेंट अगस्त ऑफर माने गवर्नमेंट अगस्त रे देला कि मु तमरो कॉन्स्टिट्यूएंट असेंबली गोटे करिवि कोन पई ना से कॉन्स्टिट्यूशन फ्रेम करिवो तमरो कोन पई ना तमे जदि हमकु वार रे वर्ल्ड वार रे 2 रे हेल्प करिवो तो से रिगार्डिंग आसिला 1942 रे गोटे हैला क्रिप्स मिशन टाइम लाइन टा देखंतु 1942 रे क्रिप्स मिशन हैला क्रिप्स मिशन और क्रिप्स कोन थिला प्रपोज्ड कॉन्स्टिट्यूएंट असेंबली आफ्टर द वार तमे हमको हेल्प करो एठी बहुत 1948 रे इशू हेतिला आपण जानछंती क्विट इंडिया मूवमेंट हैला को रिजेक्ट कले गांधी तो से चलथला तापर सिटी 1942 बेलकु तांकर वार रे अवस्था खराब हे गेलानी तो सीए कहले कि हमको हेल्प करो हमें वार परे तुमको कॉन्स्टिट्यूएंट असेंबली ओटा बनेबे क्रिप्स मिशन आसिला 1945 और 46 रे आसिले वाभेल प्लान वाभेल गोटे प्लान देले टॉक्स फॉर कॉन्स्टिट्यूशन मेकिंग बॉडी चलो कॉन्स्टिट्यूशन मेकिंग केमिति हबो ओटा बॉडी फॉर्मेशन करबा एंड ऑल तो सी टॉक्स आरंभ होला 1945 46 देन 1946 रे कैबिनेट मिशन प्लान आना गला 16 मई 1946 डेट टा मन रखंतु 16 मई 1946 कैबिनेट मिशन प्लान टा हमर गोटे इंपोर्टेंट बॉडी तो से 16 मई 1946 रे आनला प्रपोज कर देला से कॉन्स्टिट्यूएंट असेंबली हबो मेंबर्स टू बी इलेक्टेड इनडायरेक्टली बाय प्रोविंशियल असेंबली तो प्रोविंशियल असेंबली जोटा ସେମାନଙ୍କ ଦ୍ୱାରା ଇନଡାଇରେକ୍ଟଲି ଇଲେକ୍ଟେଡ ହେବେ ଏଇଟା ମନେ ରଖିବେ ଇନଡାଇରେକ୍ଟ ଇଲେକ୍ସନ ତାପରେ 9 ଡିସେମ୍ବର 1946 ଫାଷ୍ଟ ମିଟିଂ ବସିଲା ଆଟ୍ କନଷ୍ଟିଟ୍ୟୁସନ ହଲ୍ ଗୋଟେ ନ୍ୟୁ ଦିଲ୍ଲୀରେ ଥିଲା ଡକ୍ଟର ସଚିଦାନନ୍ଦ ସିହ୍ନା ଟେମ୍ପୋରାରୀ ଚେୟାରମ୍ୟାନ ହେଲେ ଡକ୍ଟର ସଚିଦାନନ୍ଦ ସିହ୍ନା ୱାଜ ଦ ଟେମ୍ପୋରାରୀ ଚେୟାରମ୍ୟାନ ଅଫ ଦ କ୍ୟାବିନେଟ ମିଶନ ପ୍ଲାନ ର ଫାଷ୍ଟ ତାପରେ 11 ଡିସେମ୍ବର ସରି କନଷ୍ଟିଟ୍ୟୁଏଣ୍ଟ ଆସେମ୍ବଲି ର ଏଟା କନଷ୍ଟିଟ୍ୟୁଏଣ୍ଟ ଆସେମ୍ବଲି ର 11 ଡିସେମ୍ବର 1946 ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଇଲେକ୍ଟେଡ ପରମାନେଣ୍ଟ ପ୍ରେସିଡେଣ୍ଟ ତ ଯଦି ସେ ପଚାରିବ କିଏ ଫାଷ୍ଟ ପ୍ରେସିଡେଣ୍ଟ ତ ସେଇଟା ସଚିଦାନନ୍ଦ ସିହ୍ନା ଥିଲେ ଟେମ୍ପୋରାରୀ ଆଉ ଫାଷ୍ଟ ପରମାନେଣ୍ଟ ହେଲେ ଡକ୍ଟର ରାଜେନ୍ଦ୍ର ପ୍ରସାଦ এটা মনে রাখবে 11 ডিসেম্বর 1946 এটা 1946 কথা ହିଁ ଚାଲିଛି ତା ପର ବର୍ଷ ଆମେ ପାଇବା ସ୍ୱାଧୀନତା ତ ସ୍ୱାଧୀନତା ଆଗରୁ ବ୍ରିଟିଶ ସ୍ୱାଧୀନତା ହେଲା ମାନେ ସେ ଛାଡିକି ପଳେଇଲେ ସବୁ ମନେ ରଖନ୍ତୁ ଅଗଷ୍ଟ 15 ସୁଦ୍ଧା ପଳେଇଲେ ତା ପୂର୍ବରୁ ସେ ଯାହା ବି କରିଛନ୍ତି ତା ପୂର୍ବରୁ ତ 1946 ଡିସେମ୍ବରରେ ଚାଲିଛି 1940 ଏଣ୍ଡ ହବାକୁ ବସିଛି 11 ଡିସେମ୍ବରରେ ହେଲା 9 ଡିସେମ୍ବରରେ ଫାଷ୍ଟ ମିଟିଂ 11 ଡିସେମ୍ବରରେ ତ ଜଣେ ଇଲେକ୍ଟ ହେଇଗଲେ ରାଜେନ୍ଦ୍ର ପ୍ରସାଦ ହେଇଗଲେ ଫାଷ୍ଟ ପ୍ରେସିଡେଣ୍ଟ ତାପରେ ହେଇଗଲେ 13 ଡିସେମ୍ବର 2 ଦିନ ପରେ ଜବାହରଲାଲ ନେହେରୁ ମୁଭ୍ଡ ଦ ଅବଜେକ୍ଟିଭ ରିଜଲ୍ୟୁସନ ଜବାହରଲାଲ ନେହେରୁ ମୁଭ୍ କଲେ ଯୋଉଟା କି କହୁଛନ୍ତି ଆମର ପ୍ରିଆମ୍ବୁଲ ହେଲା ଯୋଉଟା ଅବଜେକ୍ଟିଭ ରିଜଲ୍ୟୁସନ କଣ ଏଇ ଅବଜେକ୍ଟିଭ ରିଜଲ୍ୟୁସନ ବୁଝିଗଲେ ଆମେ କହିଦବା ପ୍ରିଆମ୍ବୁଲ ଆମେ ଚାହୁଁଛୁ କଣ ଆମ ଗଭର୍ଣ୍ଣମେଣ୍ଟ ଆମର ଯୋଉ କନଷ୍ଟିଟ୍ୟୁସନ ଆମ ଦେଶର ଆସ୍ପିରେସନ ଆମେ କଣ ହବାକୁ ଚାହୁଁଛୁ ତ ସିଏ ସେଇଟା କହୁଥିଲେ ଅବଜେକ୍ଟିଭ୍ସ ରିଜଲ୍ୟୁସନ ମାନେ ଆମେ ଏଇ ଯୋଉ ବସୁଛେ ତାର ଅବଜେକ୍ଟିଭ୍ସ କଣ ତ ସେଥିରେ ରହିଲା ତାପରେ 22 ଜାନୁଆରୀ ଆଉ 9 ଦିନ ପରେ ଅବଜେକ୍ଟିଭ ରିଜଲ୍ୟୁସନ ଆଡପ୍ଟ ହେଇଗଲା ଯାହା କରିଥିଲେ ସେଟା ଆଡପ୍ଟ ହେଇଗଲା 22 ଜାନୁଆରୀରେ ଡ୍ରାଫ୍ଟିଂ କମିଟି କରାହେଲା ଯେ ଆମେ କନଷ୍ଟିଟ୍ୟୁସନ କିଏ ଡ୍ରାଫ୍ଟ କରିବ ଆପଏଣ୍ଟେଡ ବାଇ ଆସେମ୍ବଲି ଆଉ ଚେୟାରମ୍ୟାନ ଦେଲେ ଡକ୍ଟର ବିଆର୍ ଆମ୍ବେଦକର ସେ ଡ୍ରାଫ୍ଟିଂ କମିଟିର ଚେୟାରମ୍ୟାନ ଥିଲେ ଏମିତି ଆମର ଏଇଠି ବହୁତ ସାରା କମିଟି ହେଲା ତ ସେ ବିଭିନ୍ନ କାମକୁ ତାଙ୍କୁ ନ୍ୟସ୍ତ କରାଗଲା ସେତେବେଳେ କ୍ଲିୟର କଟ୍ ହେଇଯାଇଥିଲା ଯେ ଆମେ ପାଉଛୁ ଇଣ୍ଡିପେଣ୍ଡେନ୍ସ ହବାକୁ ଯାଉଛି ଏବେ ଆମେ ଷ୍ଟାର୍ଟ କରିଦେବା ଫର୍ମେସନ ଗଭର୍ଣ୍ଣମେଣ୍ଟ ତ ସେତେବେଳେ ବିଆର୍ ଆମ୍ବେଦକର ଡ୍ରାଫ୍ଟିଂ ଯେହେତୁ ସିଏ ଜଣେ ଲୟର ବି ଥିଲେ ତ ତାଙ୍କୁ ଡ୍ରାଫ୍ଟିଂ ର ପାୱାର ଦିଆଗଲା ତାପରେ 4 ନଭେମ୍ବର 1948 ତ ଏଇଟା କେବେ ଡ୍ରାଫ୍ଟିଂ କମିଟି 29 ଅଗଷ୍ଟ ମାନେ ଆମର ସରି ସେତେବେଳକୁ ଆମର ସରିଗଲାଣି ଆମର ଇଣ୍ଡିପେଣ୍ଡେନ୍ସ ହେଇଗଲାଣି 15 ଅଗଷ୍ଟ ପରେ 4 ଦିନ ପଳେଇଲାଣି ଏଇଟା ମୁଁ ଭୁଲ କହିଲି 7 ଦିନ ନୁହେଁ ସରି ଏଇଟା ପାଖାପାଖି 8 ମାସ ପରେ এটা ତା ଭିତରେ ଡ୍ରାଫ୍ଟିଂ କମିଟି ମାନେ ସବୁ ହେଇକିରି ଡ୍ରାଫ୍ଟିଂ କମିଟିର ଚେୟାରମ୍ୟାନ ହେଲେ ବିଆର୍ ଆମ୍ବେଦକର ତାପରେ 4 ନଭେମ୍ବର 1948 ରେ ଡ୍ରାଫ୍ଟ କନଷ୍ଟିଟ୍ୟୁସନ ହେଲା 1948 4 ନଭେମ୍ବର ପାଖାପାଖି ଦେଢ଼ ବର୍ଷ ପରେ ସେଇଟା ତ ଗୋଟେ କ୍ୱେଶ୍ଚିନ୍ ପଡେ କି ଆମର ଯୋଉ କନଷ୍ଟିଟ୍ୟୁଏଣ୍ଟ ଆସେମ୍ବଲି ହେଇଥିଲା ଡ୍ରାଫ୍ଟିଂ କମିଟି କେତେ ଦିନ ନେଇଥିଲା କନଷ୍ଟିଟ୍ୟୁସନ ଫ୍ରେମ୍ କରିବା ପାଇଁ ତ ଏଇଟା 29 ଅଗଷ୍ଟରୁ 4 ନଭେମ୍ବର ସେଇଟା ହିସାବ କରିକି ମନେ ରଖିଦେବେ ସେଇଟା ଡ୍ରାଫ୍ଟିଂ କମିଟି ସବମିଟେଡ୍ ହେଇଗଲା ଆସେମ୍ବଲିରେ ତାପରେ 15 ନଭେମ୍ବର 1948 15 ନଭେମ୍ବର 1948 ରୁ 17 ଅକ୍ଟୋବର 1949 ଯାଏ consideration by the assembly 114 ଡେ ଅଫ୍ ଡିସ୍କସନ ଇନ୍ ଟୋଟାଲ ଯେତେ ସବୁ ଆମେ ଏବେ ଆସେମ୍ବଲି ବେଳର ଡିସ୍କସନ ଆମେ ପଢୁଛେ ଜବାହରଲାଲ ନେହେରୁ ଏହା କହିଥିଲେ ଆମ୍ବେଦକର ଏହା କହିଥିଲେ ସେଇ ଟାଇମର ମୁଖ୍ୟତଃ କଣ ହବ ପାସ୍ କଣ ନାହିଁ ଏଇକି 114 ଦିନର ଡିସ୍କସନ ପରେ 15 ଦିନ ନଭେମ୍ବର 1948 17 ଅକ୍ଟୋବର 1949 ତା ପର ବର୍ଷ 17 ଅକ୍ଟୋବର ତାପରେ ସେଟା 26 ନଭେମ୍ବର 1949 ରେ କନଷ୍ଟିଟ୍ୟୁସନ ଆଡପ୍ଟ ହେଲା 26 ନଭେମ୍ବର 1949 ତା ପର ବର୍ଷ ଡେଟ୍ ଫିକ୍ସ କରାଗଲା କି ଆମେ 24 ଜାନୁଆରୀ 1950 ରେ ଆମେ ସାଇନ୍ କରିବା କନଷ୍ଟିଟ୍ୟୁସନ ମାନେ ଆଡପ୍ଟ ହବ ତ 24 ଜାନୁଆରୀରେ ସେମାନେ ସାଇନ୍ କଲେ ସରି 26 ଜାନୁଆରୀ ଫିକ୍ସ କଲେ କି ଆମେ 26 ଜାନୁଆରୀରେ ଆଡପ୍ଟ କରିବା କିନ୍ତୁ ସେମାନେ ସବୁ ସାଇନ୍ କରିଦେଲେ 24 ଜାନୁଆରୀରେ ମାନେ ଏବେ ପୁରା ରେଡି ହେଇଗଲା ରେଡି ଏବେ 26 ଜାନୁଆରୀରେ କନଷ୍ଟିଟ୍ୟୁସନ କେମ୍ ଇନଟୁ ଫୋର୍ସ ପୁରା ଫୁଲ ଫର୍ମରେ ଏବେ ଇଣ୍ଡିଆ ବିକମ୍ ଏ ରିପବ୍ଲିକ ହେଲା ତ ଏଇଟା ଥିଲା ଅଲ ଦ ଡେଭଲପମେଣ୍ଟ ଯାହା ସବୁ ହେଇଛି ପୁରା ପ୍ରୋସେସ ୱାଇଜ ଏଇଟା ମନେ ରଖିଦିଅନ୍ତୁ ତାପରେ ବେସିକ ଫିଚର୍ସ ନେକ୍ସଟ ଚାପ୍ଟର ଯିବା ଆମର ବେସିକ ଫିଚର୍ସ ମୁଁ କହିଛି ମୁଁ ପୁରା କନଭେନସନାଲ ୱେରେ ଲକ୍ଷ୍ମୀକାନ୍ତ ଧରିକି କି ଚାପ୍ଟର ତା ଭିତରୁ ନୋଟ ବନେଇକି ମୁଁ ପଢେଇବା ବାଲା ନାହିଁ ମୁଁ ଏକ୍ସାମରେ ଯୋଉ ସବୁ ଜିନିଷ ଆସୁଛି ସେଇ ସବୁ ବେସିସରେ ହିଁ କହିବି ତ
बेसिक फीचर जुडिशियल प्रोनाउंसमेंट ये सब रिगार्डिंग रे हमें होते फास्ट आर्टिकुलेटेड इन केशवानंद भारती केस 1973 रे बेसिक स्ट्रक्चर डॉक्ट्रिन आसिला परे सेठ हमें कॉन्स्टिट्यूशन रो बेसिक फीचर जो हमें आरंभ रू जानथिला हमें सेक्युलर हमें फेडरल स्ट्रक्चर हमरो गोटे फेडरेशन अच्छी कि कौन जहाँ भी आम सब जानी किंतु से सब कथा कालक्रमे उठिला आम जो इश्यूज है आमर माने गवर्नमेंट सेंट्रल गवर्नमेंट रे कांग्रेस रो इमरजेंसी हो सिटी पावर स्ट्रगल बिटवीन कांग्रेस एंड जुडिशियरी माने पार्लियामेंट एंड जुडिशियरी हो तो विभिन्न कॉन्स्टिट्यूशन चेंजेस करागला तो ताको क्वेश्चन करागला तो ये सब भीतर विभिन्न क्वेश्चन भीतर व्हाट आर द बेसिक फीचर्स ऑफ आवर कॉन्स्टिट्यूशन तो से सब धीरे धीरे क्लियर है केशवानंद भारती केस रे तमर बेसिक स्ट्रक्चर डॉक्ट्रिन टा अणाला 1973 रे एटा मन रखिबे ये सब जिंस तार अछि सुपरमासी ऑफ कॉन्स्टिट्यूशन सबुरी ऊपर हमर सुपर कॉन्स्टिट्यूशन इज सुपर तापरे रिपब्लिकन एंड डेमोक्रेटिक फॉर्म ऑफ गवर्नमेंट हमर रिपब्लिकन और डेमोक्रेटिक एटा कोन हमें प्रीएम्बल रे देखिबा सेकुलरिज्म डिवीजन ऑफ पावर फेडरलिज्म यूनिटी एंड इंटीग्रिटी सुपरमेसी ऑफ लॉ जो रूल ऑफ लॉ कहते जुडिशियल रिव्यू इंडिपेंडेंस ऑफ जुडिशियरी पार्लियामेंट सिस्टम ऑफ गवर्नमेंट रूल ऑफ लॉ फंडामेंटल राइट डीपीएसपी तापरे फ्री एंड फेयर इलेक्शन लिमिटेड गवर्नमेंट वेलफेयर स्टेट ये सब टर्म को आपको बुझाव पड़ो ये सब कौन कहते प्रिलिम्स रे आदि ओपन एंडेड क्वेश्चन सब आसूची तो एटा को आपण बुझंतु तो ये कौन ना कौन जगह सब धीरे धीरे ट्राए करी कन्वेन्शनाली जाऊनी तो ये सब को ही मुझे बुझेबी पूरा डिटेल रे कहबी तो नेक्स्ट ଆମର ଏଠି ବେସିକ୍ ଷ୍ଟ୍ରକ୍ଚର ଡକ୍ଟ୍ରିନର ଇଭଲ୍ୟୁସନ ଯଦି ଆମେ ଦେଖିବା ଯେମିତି ମୁଁ କହିଲି କେଶବାନନ୍ଦ ଭାରତୀ କେସ୍ 1975 ରେ ସେଟା ହେଲା ଲେଟ୍ ଡାଉନ୍ ଇନ୍ଦିରା ଗାନ୍ଧୀ ବର୍ସେସ୍ ନାରାୟଣ କେସ୍ 1975 ଦି ବର୍ଷରେ ଡେମୋକ୍ରେସି ଫ୍ରି ଇଲେକ୍ସନ କୁ ଆଡ୍ କରାଗଲା ଆମର କୋଉଥିରେ ବେସିକ୍ ଷ୍ଟ୍ରକ୍ଚରରେ ମିନେର୍ଭା ମିଲ୍ କିସ୍ 1980 ରେ ହାରମୋନି ବିଟୱିନ୍ ଫଣ୍ଡାମେଣ୍ଟାଲ ରାଇଟ୍ ଆଉ ଡିପିଏସପି ରେ ଗୋଟେ ଦରକାର ବୋଲି କାରଣ ସେଠି ଚାଲିଥିଲା ଟସଲ ବିଟୱିନ୍ ଫଣ୍ଡାମେଣ୍ଟାଲ ରାଇଟ୍ ଆଉ ଡିପିଏସପି କିଏ ବଡ ଗଭର୍ଣ୍ଣମେଣ୍ଟ କହୁଛି ଡିପିଏସପି ବଡ କାରଣ ଗଭର୍ଣ୍ଣମେଣ୍ଟ କୁ ପାୱାର ଦିଆଯାଇଛି ସେଠି ଏସବୁ କରିବା ପାଇଁ ତ ସିଏ କରୁଥିଲା ଫଣ୍ଡାମେଣ୍ଟାଲ ରାଇଟ୍ ହଉଛି ନେଗେଟିଭ ମାନେ ଲୋକଙ୍କୁ ସେଠି ରାଇଟ୍ ଦିଆଯାଇଛି ଲୋକ ଯାଇ ଡିମାଣ୍ଡ କରିବେ ତ ଗଭର୍ଣ୍ଣମେଣ୍ଟ ଆଗରେ ଲୋକ ବାହାରି କହୁଥିଲେ କି ନାଇଁ ଆମର ଏଇଟା ରାଇଟ୍ କିଏ ସବୁ ଡିସ୍କସନ ସେଟା ଚାଲିଥିଲା ଏଷ୍ଟାବ୍ଲିଶ ହେଲା ତା ପୂର୍ବରୁ କି ଫଣ୍ଡାମେଣ୍ଟାଲ ରାଇଟ୍ ସୁପରମାସି କିନ୍ତୁ ଏଇ କେସରେ ମିନେର୍ଭା ମିଲ୍ କେସରେ ସୁପ୍ରିମକୋର୍ଟ କହିଲା କି ଏଟା ହାରମୋନି ଦରକାର ମାନେ ଏଠି ନେଗେଟିଭ ଗଭର୍ଣ୍ଣମେଣ୍ଟକୁ ନେଗେଟିଭ ସହିତ ପଜିଟିଭ ବି ଦରକାର କିନ୍ତୁ ଲୋକମାନେ ବି ସେମିତି ତାଙ୍କର ଗୋଟେ ହାରମୋନି ହେଲେ ହିଁ ଟୋଟାଲ ଆମର କନଷ୍ଟିଟ୍ୟୁସନାଲ ଯାହା ଆମର ମୋରାଲିଟି ବା କନଷ୍ଟିଟ୍ୟୁସନାଲ ଏମ୍ ଆମର ଯାହା ବି ଅଛି ସେଟା ଫୁଲଫିଲ୍ ହେଇପାରିବ ତାପରେ ଓମନ ରାଓ କେସ୍ 1981 ଜୁଡିସିଆଲ ରିଭ୍ୟୁ ରୁଲ ଅଫ ଲ ଏସବୁ ଷ୍ଟ୍ରେନ୍ଥେନ୍ ହେଲା ଆଇଆର୍ କୋହେଲୋ କେସ୍ लिमिटेड कॉन्स्टिट्यूशनल अमेंडमेंट जो हमर कॉन्स्टिट्यूशनल अमेंडमेंट पावर को सेटा को डिस्कस करागला टू सेमी हमर प्राइवेट लॉ एटा एठी एस्टैब्लिश हैला तो होय बेसिक स्ट्रक्चर डॉक्ट्रिन एटा इंपोर्टेंट एटा तो हमें जानि छी तो आउ एथरे बेसी किछि नाही तो एठी देखंतु कॉन्स्टिट्यूएंट असेंबली रो फैक्ट किछि कॉन्स्टिट्यूएंट असेंबली रो टोटल मेंबर थिले 389 प्रेजेंट ऑन फाइनल डे 284 माने 105 जन नथिले तो सी फाइनल डे दिन जो नंबर साइन है 24 जनवरी 1950 टोटाल सिटिंग से 165 दिन टोटाल डेज ऑफ डिस्कशन है 114 दिन तो ये क्वेश्चन करिया कथा नवेम्बर 1948 रु अक्टोबर ये जोटा है 26 नवेम्बर रु 15 नवेम्बर 1948 रु 26 नवेम्बर 1949 जो वर्षे 14 दिन एत दिन भितर 114 दिन सिटिंग कौन ना सब दिन तो से बस नथिबो टोटाल सिटिंग है 165 दिन सिटिंग है डिस्कशन है 114 दिन ओके तो अप्रोक्सीमेट टाइम टेकन केते से नेछि 2 वर्ष 11 मास 18 दिन एमती मन रखे 2 9 11 7 18 2 रीजनिंग रे जेमती करंती 2 9 9 रु 7 2 9 11 7 18 एमती मन रखे हैंड रिटन कैलिग्राफी कॉपी दीटा बाहरला तारो बाय प्रेम बिहारी नरेन रईजादा प्रेम बिहारी नरेन रईजादा से ही एटर हैंड रिटन पूरा हाथ रे लिखिथिले एटा मन रखे लैंग्वेज दीटा इंग्लिश और हिंदी रे बाहरला टाइप हला रिटन कॉन्स्टिट्यूशन को आगला और लेंथ 395 आर्टिकल और 8टा शेड्यूल थिला 395 आर्टिकल एंड 8 शेड्यूल्स एटा हमें देखिबा एबे तापरे एटा अमेंडमेंट वगैरह एगरा सब मु देइनी एटा मुटा जेतो पार्लियामेंट डिस्कशन करबी इंपोर्टेंट अमेंडमेंट सेठी डिसाइड कर दे डिस्कस करबा पूरा सेटा एठी एबे दरकार नाही तो एठी देखंतु ओरिजिनल रे कोन थिला आ एबे कोन अछि चेंजेस कोन आइछि एटा सब प्राय तो पड़ी जाय ओरिजिनली हमर थिला प्रियम्बुल रे चेंज हला सेटा थिला सोवरेन डेमोक्रेटिक रिपब्लिक एबे सोवरेन सोशलिस्ट सेक्युलर डेमोक्रेटिक रिपब्लिक तो दीटा टर्म कोन आरेला गोटा सेक्युलर आ गोटा होछि सोशलिस्ट सोशलिस्ट सेक्युलर दीटा एस पर आड हैला तापर 395 टा आर्टिकल हे गेलानी 448 टा आर्टिकल केतरा आड हेछि ना 48 पर 53 टा आड हेछि आर्टिकल आड हेछि किछटा डिलीट हेछि एबे हेछि खाली टा ओवरऑल आइडिया कि हमर 53 टा एक्स्ट्रा हेछि शेड्यूल 8 टा थिला एबे 12 टा हेछि 4 टा आड हेछि 22 टा पार्ट थिला एबे 25 टा हेलानी तो ये हमको से यार वीडियो रे हमें कौन शेड्यूल और कौन पार्ट एटा पूरा डिटेल रे हमें डिस्कस करिया तो मन रखियो ट्राई करिया अमेंडमेंट तो सेटा एबे 105 एबे 106 तम हो गेलानी अमेंडमेंट जोटा चलछि हमर नारी वुमेन रिजर्वेशन ऊपर तो यहाँ 106तम अमेंडमेंट सिटीजनशिप सिंगल सिटीजनशिप स्टिल सिंगल सिटीजनशिप राइट टू प्रॉपर्टी फंडामेंटल राइट थिला जोटा एबे नाही लीगल राइट हे जाइछि 301 जेटा पड़िछि
19(1)(f) ରେ ଥିଲା ଆଉ 31 ରେ ଥିଲା, ସେଟା ପଳେଇଛି। DPSP ପାର୍ଟ IV ଏଟା ସେମ୍ ଅଛି। ଫଣ୍ଡାମେଣ୍ଟାଲ ଡ୍ୟୁଟି ପ୍ରେଜେଣ୍ଟ ହିଁ ନଥିଲା, ଏଇଟା 42nd ଆମେଣ୍ଡମେଣ୍ଟ 1976 ରେ ଏଟା ଆସିଥିଲା। ସେଇଟାକୁ କିଏ କହିଥିଲେ? ସର୍ଦ୍ଦାର ସ୍ୱରଣ ସିଂ କମିଟି। ସ୍ୱରଣ ସିଂ କମିଟି ରେକମେଣ୍ଡ କରିଥିଲେ, ଏଇଟା ମନେ ରଖିବ। ସ୍ୱରଣ ସିଂ କମିଟି, ସ୍ୱରଣ ସିଂ। ସ୍ୱରଣ ମାନେ ଫଣ୍ଡାମେଣ୍ଟାଲ ଡ୍ୟୁଟି କାହା ସ୍ୱରରେ ହେଇଥିଲା? ଫଣ୍ଡାମେଣ୍ଟାଲ ଡ୍ୟୁଟି ଜଣଙ୍କ ସ୍ୱରରେ ହେଇଥିଲା, ସେ ସ୍ୱରଣ ସିଂ। ସେଇଟା ଆମେ ଫଣ୍ଡାମେଣ୍ଟାଲ ଡ୍ୟୁଟିରେ ଦେଖିବା। ଏମର୍ଜେନ୍ସି ପ୍ରୋଭିଜନ 300 ଏଇଟା ଥିଲା ସେମ୍, ବଟ୍ ସେଫଗାର୍ଡ ତାକୁ ଲିମିଟ୍ କରାଯାଇଛି କିଛିଟା। କେମିତି ସେ ଏମର୍ଜେନ୍ସି ପ୍ରୋଭିଜନ ବସିବ, ଯୋଉ 1975 ଏମର୍ଜେନ୍ସି ପରେ ଏଟାକୁ ସେଫଗାର୍ଡ ଦିଆଯାଇଛି। ଜୁଡିସିଆରୀ ସୁପ୍ରିମକୋର୍ଟ ହାଇକୋର୍ଟ ଥିଲା ସେମ୍ ଅଛି। ଅଫିସିଆଲ ଲାଙ୍ଗୁଏଜ ଇଂଲିଶ ଇନ୍ ଦେବାଙ୍ଗରୀ ଥିଲା, ଇଂଲିଶ 15 ବର୍ଷ ପାଇଁ ଥିଲା। ତ ଏଇଟା ହିନ୍ଦୀ ଅଛି, ଇଂଲିଶ ଆଉ ନୋ ଟାଇମ ଲିମିଟ୍, ତାକୁ ଏକ୍ସଟେଣ୍ଡ କରିଦିଆଯାଇଛି। ଏବେ ଇଂଲିଶର କେବେ ପାଇଁ ରହିବ, ଏଟା ଟାଇମ ଲିମିଟ୍ ନାହିଁ। ଡିରେକ୍ଟିଭ ପ୍ରିନ୍ସିପଲ ଜଷ୍ଟିସିଏବଲ ନାହିଁ, ଏବେ ବି ନାହିଁ। ରାଇଟ୍ ଟୁ ଏଜୁକେସନ DPSP ପାର୍ଟ 45 ରେ ଖାଲି ଥିଲା, ଏବେ ଫଣ୍ଡାମେଣ୍ଟାଲ ରାଇଟ୍ ବି ଅଛି। 86 କନଷ୍ଟିଟ୍ୟୁସନ ଆମେଣ୍ଡମେଣ୍ଟ ଆକ୍ଟ 2002 ରେ ଆଡ୍ ହେଇଥିଲା। ତ ପଞ୍ଚାୟତ DPSP ରେ ଖାଲି ଥିଲା, ଷ୍ଟେଟ୍ ସୁଡ୍ ଟ୍ରାଏ ଟୁ ଫର୍ମ ପଞ୍ଚାୟତ, ବଟ୍ ତା ଛଡା କନଷ୍ଟିଟ୍ୟୁସନ ଆମେଣ୍ଡମେଣ୍ଟରେ ରେକଗ୍ନାଇଜ କରାଗଲା 73rd ଆମେଣ୍ଡମେଣ୍ଟ 1992 ପାର୍ଟ 9 ରେ। ମୁନିସିପାଲିଟିଜ ନଟ୍ ସେମ୍ 74th 1992 ପାର୍ଟ 9A। ତାପରେ କୋଅପରେଟିଭ ସୋସାଇଟି ମେନସନ ନଥିଲା, ପାର୍ଟ 9B 97th ଆମେଣ୍ଡମେଣ୍ଟ। ଦେନ୍ ଆମର ଆସିଲା GST ନଥିଲା, ଆର୍ଟିକଲ 246 ଏଇଟା ଭୁଲ ଅଛି, 279A ରେ ଆସିଲା। ତ ଏଇଟା 101 ଆମେଣ୍ଡମେଣ୍ଟ 216। ତାପରେ ନୀତି ଆୟୋଗ ମେନସନ ନଥିଲା, ଏଇଟା ବି ଭୁଲ ଦେଇଛି, ଏଇଟା ନୁହେଁ। ତ ନୀତି ଆୟୋଗ ଆମର ଏଇଟା ଭୁଲ ଅଛି ଟୋଟାଲ। ତ GST ଆଡ୍ ହେଲା। ତାପରେ ଇଣ୍ଟରେଷ୍ଟିଂ ଏଇଟା କନଷ୍ଟିଟ୍ୟୁସନ 16ଟା କଣ୍ଟ୍ରିରୁ ବର ହେଇଛି। ଲଙ୍ଗେଷ୍ଟ କନଷ୍ଟିଟ୍ୟୁସନ USA ରୁ କଣ ସବୁ ବର ହେଇଛି, ବର ଫିଚର ଦେଖ। ଫଣ୍ଡାମେଣ୍ଟାଲ ରାଇଟଟା ଆସିଛି USA ରୁ, ବିଲ୍ ଅଫ ରାଇଟ୍ସ ରୁ। ଜୁଡିସିଆଲ ରିଭ୍ୟୁଟା ସେଠି ଆସିଛି, ଆଉ ଇମ୍ପିଚମେଣ୍ଟ ଅଫ ପ୍ରେସିଡେଣ୍ଟଟା ଆମର USA ରୁ ଆସିଛି। ଇମ୍ପିଚମେଣ୍ଟ ପ୍ରୋସେସ UK ରୁ, ପାର୍ଲାମେଣ୍ଟାରୀ ସିଷ୍ଟମ ଯେତେକ ସେଠୁ ଆସିଛି, ରୁଲ ଅଫ ଲ ଟା ସେଠି ଆସିଛି। ତାପରେ ପ୍ରୋସିଜର ଏଷ୍ଟାବ୍ଲିଶଡ ବାଇ ଲ ଟା ଆମର ଆସିଛି USA ରୁ। ଆୟାରଲାଣ୍ଡ ରୁ DPSP ମେଥଡ ଅଫ ଇଲେକ୍ସନ ଅଫ ପ୍ରେସିଡେଣ୍ଟ। ଏଇ ପ୍ରେସିଡେଣ୍ଟକୁ ମନେ ରଖନ୍ତୁ, ତାଙ୍କର ଇଲେକ୍ସନଟା ଆସିଛି ଆୟାରଲାଣ୍ଡ ରୁ, ତାଙ୍କ ରିମୁଭାଲଟା ହଉଛି USA ରୁ। କାନାଡା ଫେଡେରେସନ ୱିଥ ଷ୍ଟ୍ରଙ୍ଗ ସେଣ୍ଟର, ଯୋଉ ସେଣ୍ଟରଟା କେମିତି ଷ୍ଟ୍ରଙ୍ଗ ହବ, ସେଣ୍ଟ୍ରାଲାଇଜେସନ ଟେଣ୍ଡେନ୍ସି ଆମର ସବୁ କାନାଡାରୁ ହିଁ ଆସିଛି। କାନାଡା ସି ଫର ସେଣ୍ଟର, କାନାଡା ସେଣ୍ଟର, ସେଣ୍ଟର ଷ୍ଟ୍ରଙ୍ଗ ସେଣ୍ଟର। ଅଷ୍ଟ୍ରେଲିଆରୁ ଆସିଛି କନକରେଣ୍ଟ ଲିଷ୍ଟ, ଟ୍ରେଡ୍ ଆଉ କମର୍ସ। ଆମର ଏମିତି ମନେ ରଖିବା, ଆମର ଓଡିଶା ଗଭର୍ଣ୍ଣମେଣ୍ଟର ବିଭିନ୍ନ ଟ୍ରେଡ୍ ଲୁହାପତ୍ର ଯାଉଛି ଅଷ୍ଟ୍ରେଲିଆକୁ, ତ କନକରେଣ୍ଟ ମାନେ କରେଣ୍ଟଲି ଚାଲିଛି ଟ୍ରେଡ୍। କରେଣ୍ଟଲି ଟ୍ରେଡ୍ ଆମର ଅଷ୍ଟ୍ରେଲିଆ ସହିତ ଭଲ, ତ ଅଷ୍ଟ୍ରେଲିଆ ହଉଛି କନକରେଣ୍ଟ ଆଉ ଟ୍ରେଡ୍। ଜର୍ମାନୀ ଏମର୍ଜେନ୍ସି ପ୍ରୋଭିଜନ, ଏମର୍ଜେନ୍ସି କେମିତି ଭାବିବା, ମାନେ ନେଗେଟିଭ ଗୋଟେ, ସବୁବେଳେ ଏମର୍ଜେନ୍ସି ଚାଲିଛି। ନାଜି ଗଭର୍ଣ୍ଣମେଣ୍ଟ ସେଠି, ହିଟଲର, ଜର୍ମାନୀ ଇଜ ରିଲେଟେଡ ଟୁ ହିଟଲର। ତ ହିଟଲର ଟାଇପ ଜିନିଷ ଆମର ଏମର୍ଜେନ୍ସି, ହିଟଲର କୁହାଯାଉଛି ଆମର ଧର ଇନ୍ଦିରା ଗାନ୍ଧୀ, ସେ ଗୋଟେ ଏମର୍ଜେନ୍ସି ଲଗେଇଥିଲେ, ତ ହିଟଲର ଦିଦି ତାଙ୍କୁ କୁହନ୍ତି, ତ ସେଟା ଜର୍ମାନୀ ସହିତ ଜଡିତ। ଜାପାନ ପ୍ରୋସିଜିଓର ଏଷ୍ଟାବ୍ଲିଶଡ ବାଇ ଲ, ଏଇଟା ପ୍ରୋସିଜିଓର ଏଷ୍ଟାବ୍ଲିଶଡ ବାଇ ଲ, ଯୋଉଟା ଆମର ମୁଁ କହିଲି USA, ସେଟା ନାହିଁ, ସେଟା ଆକ୍ଚୁଆଲି ଆସିଥିଲା ଆମର ଜାପାନରୁ ଆସିଥିଲା, ପ୍ରୋସିଜିଓର ଏଷ୍ଟାବ୍ଲିଶଡ ବାଇ ଲ। ତ ଏଇଟା ଜାପାନ ଯୋଉ ଆମର ଆର୍ଟିକଲ 21। ସାଉଥ ଆଫ୍ରିକାରୁ ଆସିଛି ଆମେଣ୍ଡମେଣ୍ଟ ପ୍ରୋସିଜିଓର। ଆମେ କେମିତି ଆମେଣ୍ଡମେଣ୍ଟ କରିବା, ଆମେଣ୍ଡମେଣ୍ଟ କାହିଁକି ଆମେ ସାଉଥ ଆଫ୍ରିକା ଶିଖିଛେ, ଆମେ ମନେ ଅଛି ଗାନ୍ଧୀ ଆସିଲେ ସାଉଥ ଆଫ୍ରିକାରୁ ଆମକୁ ଚେଞ୍ଜ କରେଇଲେ, ତାର ଅର୍ଥ ଆମର ଆମେଣ୍ଡମେଣ୍ଟ କନଷ୍ଟିଟ୍ୟୁସନ ଚେଞ୍ଜ କରିବା, ଆମେ ସାଉଥ ଆଫ୍ରିକାରୁ ଶିଖିବା। ତ ଏମିତି। ଆଉ DPSP ଡିରେକ୍ଟିଭ ପ୍ରିନ୍ସିପଲ ଅଫ ଷ୍ଟେଟ୍ ପଲିସି ଆଉ ମେଥଡ ଅଫ ଇଲେକ୍ସନ, ଏଇଟା ଆମେ ଆୟାରଲାଣ୍ଡରୁ ଶିଖୁଛୁ। ଆଉ ଆମର ଫଣ୍ଡାମେଣ୍ଟାଲ ଡ୍ୟୁଟିଜ ଅଛି, ରଷିଆରୁ ଫଣ୍ଡାମେଣ୍ଟାଲ ଡ୍ୟୁଟିଜ ଆମେ ଶିଖୁଛୁ, ଏଇଟା ଆମେ ରଷିଆରୁ ଶିଖୁଛୁ। ଏଇଟା ଗଲା। 2023 ଅଗ୍ନିବୀର ସ୍କିମ୍ ଚ୍ୟାଲେଞ୍ଜ। ଅଗ୍ନିବୀର ଯୋଉ ଆମକୁ କିଛି ଜଣଙ୍କୁ ନିଆଯାଉଥିଲା 3 ବର୍ଷ ପାଇଁ ଆର୍ମିରେ, 4 ବର୍ଷ ପାଇଁ ତ ସେ ସବୁ ଇଣ୍ଟରନେଟ ସଟଡାଉନ, ଫ୍ରି ସ୍ପିଚ ଏଗେନ୍ଷ୍ଟ, ତ ଏଇଟାକୁ ଆମେ ଦେଖିବା ପୁରା ଡିଟେଲରେ କୋଉଠି, ଫଣ୍ଡାମେଣ୍ଟାଲ ରାଇଟରେ। ସେଠୁ ଏଇଠି ଯୋଉ ଦେଇଥିଲା ଆମର ସୋସିଆଲିଷ୍ଟ, ଏଇଟା ସବୁ ଏଇଠି ଦେଇଛି, ଦେଖିଦେବେ ଟିକେ। ମୁଁ ଏଇଟା ସେୟାର କରିଦେବି PDF ଟା। 4 ନ୍ୟୁ ସ୍କେଡ୍ୟୁଲ୍ସ ଆଡେଡ ହେଇଛି, 3ଟା ମୁଁ ଯାହା ସବୁ କହିଲି, ତ ଏଇଟା ମନେ ରଖିବେ। ଏଇଟା ହେଇଗଲା ଆମର। B.R. Ambedkar କହିଲେ constitution not merely lawyer document, it is a vehicle of life, spirit always the spirit is always the spirit of age, spirit of age, ଏଇଟା ଗୋଟେ important ମାନେ ଏଟା amendment କୁ procedure କୁ କହିଲେ, ସେ ସବୁବେଳେ ଚେଞ୍ଜ ହବ as per the age ମାନେ current time, ଏଇଟା ମନେ ରଖିବେ।